are the uh, essential, what are the importance of that subject, and different units they have been covered. Today we'll discuss the unit 5, 6, 7, or we can say the uh, uh, part 2 of your paper, that is natural resources, resource exploitations. এই পেপারে পিলাମାନେ ଆମେ କ'ଣ କ'ଣ ପଢ଼ିବା these are the things will cover on this part. Good Okay, evening, sir. good evening. ପିଲାମାନେ ନ ବୁଝିପାରିଲେ ମୋତେ ଇନଫର୍ମ କରିବ so that I will make it very easier, so that the class will be very fruitful. Okay, let's start. What is natural resources and how we exploit for our own benefit, for the benefit of the humankind, how we use the natural resources. In this context, we are discussing all these things. So let us start. The development process in all its dimensions should expand within the ecosystems, consciously balancing the environmental constraint and economic activities for its short-term as well as long-term implications. Whenever we are thinking about to develop our society, develop our country, at the time you are using the natural resources. So in that context, we need to mind how to use the natural resources in such a way that the degradations of environment will be very minimal, so that the carrying capacities of the earth will not be destroyed. Okay, so sustainable development and poverty reductions depend on the protections of sustainable management of our common resources, including forest, biodiversities, and water resources. Improved management of these natural resources is the key to achieving the sustainable development. ଯେମିତି ଆମେ ପିଲାମାନେ ପୂର୍ବ କ୍ଲାସ୍ରେ ଆମେ ଡିସ୍କସନ୍ସ କରୁଥିଲେ ଯେ ଆମକୁ ଡେଭଲପମେଣ୍ଟର ଆବଶ୍ୟକତା ଅଛି। ୱି ନିଡ୍ ଡେଭଲପମେଣ୍ଟ, କାହିଁକି ନା ଦେଶର ପପୁଲେସନ୍ ଗ୍ରୋଥ୍ ହେଉଛି, ଆମକୁ ମଧ୍ୟ ବିଭିନ୍ନ ଦେଶମାନଙ୍କ ସହିତ କମ୍ପିଟିସନ୍ସ କରିବାର ଅଛି ଏବଂ ନିଜ ଦେଶର ଅର୍ଥନୈତିକ ସ୍ଥିତିକୁ ଉନ୍ନତ କରିଲେ ଲୋକମାନେ ବିଭିନ୍ନ ପ୍ରକାର ଲାଭ ବା ସୁବିଧା ପାଇପାରିବେ। ତ ସେଥିପାଇଁ କି କ'ଣ କରିବା ଦରକାର ଯେ ରାଷ୍ଟ୍ରର ଯେଉଁ ଡେଭଲପମେଣ୍ଟ ପ୍ରକ୍ରିୟା ଅଛି ବା ବିକାଶର ପ୍ରକ୍ରିୟା ଅଛି ତାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଯାହାଫଳରେ କ'ଣ ହେବ, ଯେମିତି ଆମେ କହିବା ଆମ ଭାରତରେ ଅଲମୋଷ୍ଟ 150 crore ପିପୁଲ୍ ଆର୍ ଦେୟାର, କିନ୍ତୁ ସେଥିରେ ଯେତେବେଳେ 150 କୋଟି ଲୋକ ଅଛନ୍ତି ତାଙ୍କ ଭିତରେ ପଭର୍ଟିସ୍ ମଧ୍ୟ ଅଛି। ତ ପଭର୍ଟିସ୍କୁ ରିଡକ୍ସନ୍ସ କରିବାର କେମିତି କରିପାରିବା? ତ ଦେଶ ସିନା ଉନ୍ନତି କଲେ ଆମେ ତାଙ୍କୁ ବିଭିନ୍ନ ପ୍ରକାର ଜିନିଷ ତାଙ୍କୁ ପ୍ରଦାନ କରିବା, ଯାହାଫଳରେ କି ତାଙ୍କ ଭିତରେ ସେ ଯେଉଁ ଦାରିଦ୍ର୍ୟତା ଅଛି କମିବ। ତ ସେଥିପାଇଁକି ଆମର କ'ଣ ଅଛି ନା, ଯେଉଁ କମନ୍ ପ୍ରପର୍ଟିଜ୍ ଅଛି ବା ରିସୋର୍ସେସ୍ ଅଛି, ଯେମିତି ଫରେଷ୍ଟ ହେଲା, ବିଭିନ୍ନ ପ୍ରକାର ଜୀବଜନ୍ତୁ ହେଲା ବା ୱାଟର ରିସୋର୍ସେସ୍ ଅଛି, ତାକୁ ଭଲ ଭାବରେ ବ୍ୟବହାର କରିବାର ଅଛି। ଯେମିତି ମୁଁ ପୂର୍ବରୁ ବି କହୁଥିଲି, ଆମେ ତାକୁ ଏମିତି ଭାବରେ ବ୍ୟବହାର କରିବା ଯେମିତି ବର୍ତ୍ତମାନର ପିଢ଼ି ଆଗାମୀ ପିଢ଼ି ବି ତାକୁ ଉପଭୋଗ କରିପାରିବେ। ତ ସେଥିପାଇଁ କି ଆମେ ତାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟଭ୍ରଷ୍ଟ କରିପାରିବା ନାହିଁ, ତାକୁ ଆମେ ଗୋଟେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଥ୍ରୋରେ ଆମକୁ କରିବାର ଆବଶ୍ୟକତା ଅଛି। କ'ଣ ପାଇଁକି ଏଇଟା ଦରକାର? ହ୍ୱାଟ୍ ଆର୍ ଦି ଷ୍ଟାଟିଷ୍ଟିକ୍ସ ଇଫ୍ ୟୁ ଷ୍ଟଡି why the need of sustainable management, sustainable development, how to improve the management of natural resources. The need of sustainable development is evident from the following global statistics. There will be 2 billion more people on the planet over the next quarter of the century. Nearly 2/3 of the world population living in water scarce or water stress areas by 2025. ଯଦି ଆମେ ଦେଖିବା ପିଲାମାନେ, ବର୍ତ୍ତମାନ ଯଦି ବି ଆମେ ଦେଖିବା ୱାର୍ଲଡର ବହୁତ ଗୁଡ଼ିଏ ଲୋକ, 2/3 ୱାର୍ଲଡର ପପୁଲେସନ୍ ମାନେ ବର୍ତ୍ତମାନ ବି ତାଙ୍କ ପାଖରେ ଯେଉଁ ପାଣି ବା ଜଳର ଅଭାବ ଦେଖାଯାଉଛି। ବର୍ତ୍ତମାନର ପପୁଲେସନ୍ ବହୁତ ଅଛନ୍ତି, ଟିଭି ଦେଖୁଥିବ ଯେ
ଯେତେବେଳେ ଖରା ଦିନ ଆସିଯାଉଛି ସେତେବେଳେ ପାଣିର ଏତେ ମାତ୍ରାରେ ଅଭାବ ହେଇଯାଉଛି ଯେ ପାଣି ଟୋପେ ମିଳୁନାହିଁ। ଦିଲ୍ଲୀର ଅବସ୍ଥା ମଧ୍ୟ ତମେ ଦେଖୁଛ କିଭଳି ଭାବରେ ସେଥିରେ ୱାଟର ପାଇଁକି ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ଆଉ ପୁଣି ବି ଯଦି ଦେଖିବା ଆଉ ଆମେ ଟିକେ ଆଉ ଗୋଟେ ନେକ୍ସଟ କ୍ୱାର୍ଟରକୁ ଯଦି ଯିବା ବା କ୍ୱାର୍ଟର କହିଲେ ଧର ଗୋଟେ ଶତାବ୍ଦୀର 25 ବର୍ଷକୁ ଯଦି ଯିବା ଆଉ 25 ବର୍ଷରେ ମଧ୍ୟ ଆହୁରି 200 କୋଟି ଲୋକ ଜନ୍ମ ହେଇଯାଇଥିବେ ବା ଆମ ପୃଥିବୀ ପୃଷ୍ଠରେ ଆଡ଼ ହେଇଯାଇଥିବେ। ମାନେ ଭାବ ବର୍ତ୍ତମାନ ତ ଯେଉଁ ସମସ୍ୟା ସୃଷ୍ଟି ହେଉଛି ପୁଣି ଯଦି ଆହୁରି 200 କୋଟି ଲୋକ ଆସିଥିବେ ତାହେଲେ ସମସ୍ୟା କ'ଣ ନ ହେବ? How can we manage? How can we deal with the water scarce situations? That is a thing to be mind. ସେଇ ଜିନିଷ ଗୁଡ଼ାକୁ ଆମ ମାଇଣ୍ଡକୁ ରଖିବାକୁ ପଡ଼ିବ। ତ ସେଥିପାଇଁ କି କିଭଳି ଭାବରେ ଆମେ ତାକୁ ମ୍ୟାନେଜମେଣ୍ଟ କରିପାରିବା। Food production needs to double over the next 40 years at a time when almost 23% of world's agricultural land has been degraded. ଯଦି ଆମେ ଦେଖିବା ଯେ ଫୁଡ୍ ପ୍ରଡକ୍ସନ୍ ଯେମିତି ପପୁଲେସନ୍ ଆଉ 200 କୋଟି ଅଧିକ ହେଇଯିବେ ତାହେଲେ 40 ବର୍ଷ ପରେ ଆମକୁ ଯେତିକି ବର୍ତ୍ତମାନ ଫୁଡ୍ ପ୍ରଡକ୍ସନ୍ ହେଉଛି ଖାଦ୍ୟଶସ୍ୟର ଉତ୍ପାଦନ ହେଉଛି ତାକୁ ସମ୍ପୂର୍ଣ୍ଣ ରୂପେ ଡବଲ୍ କରିବାକୁ ପଡ଼ିବ। ଯଦି ଡବଲ୍ ନ କରିବା ତାହେଲେ ଆମେ ସମସ୍ତଙ୍କର ଆବଶ୍ୟକତା ବା ଖାଦ୍ୟ ସମସ୍ତଙ୍କୁ ପ୍ରଦାନ କରିପାରିବା ନାହିଁ। ତ ସେଥିପାଇଁ କ'ଣ ହେଉଛି ତା ଛଡ଼ା ଯେତେବେଳେ ଆମର ଆବଶ୍ୟକ କରୁଛି ଯେ ପ୍ରଡକ୍ସନ୍ ବଢ଼ାଇବା ପାଇଁ କିନ୍ତୁ ସେଇ ଟାଇମ୍ରେ କ'ଣ ହେଉଛି ଯେ 23% ଅଫ୍ ୱାର୍ଲଡ ଆଗ୍ରିକଲଚର ଲ୍ୟାଣ୍ଡ ଗୁଡ଼ାକ ଡିଗ୍ରେଡ୍ ହେଇଯାଉଛି। କ'ଣ ପାଇଁ ନା ଆମେ ବିଭିନ୍ନ ପ୍ରକାର ପେଷ୍ଟିସାଇଡ୍ ୟୁଜ୍ କରୁଛେ, ସାର ବ୍ୟବହାର କରୁଛେ ବା ମାଟିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଉଛେ। ତ ଏପଟେ ଯେଉଁ ଫର୍ଟାଇଲ୍ ରେଟ୍ ଅଫ୍ ଲ୍ୟାଣ୍ଡ will be decreased. ଏପଟେ ଆମର ପ୍ରଡକ୍ସନ୍ ଡବଲ୍ ଦରକାର କିନ୍ତୁ ଏପଟେ ଦେଖିଲା ବେଳକୁ ଯେଉଁ ଲ୍ୟାଣ୍ଡ ଏରିଆ ଅଛି ସେଗୁଡ଼ା ଆସ୍ତେ ଆସ୍ତେ ଡିଗ୍ରେଡ୍ ହେଇଯାଉଛି। ତାଙ୍କ ପାଖରେ ସେ କାପାସିଟି ରହୁନି ଯେ ସେ ଭଲ ଭାବରେ ପ୍ରଡ୍ୟୁସ୍ କରିପାରିବେ ବିଭିନ୍ନ ପ୍ରକାର ଫୁଡ୍। Almost 20 million hectares of forest are lost each year. There has been over exploitations and decline of more than 60% of world's marine fisheries. ଯଦି ଆମେ ଦେଖିବା ପିଲା ଆମେ ପ୍ରତି ବର୍ଷ 12 ମିଲିୟନ କହିଲେ 1.20 ଲକ୍ଷ ହେକ୍ଟର ଫରେଷ୍ଟ ଲ୍ୟାଣ୍ଡ ପ୍ରତିବର୍ଷ ଆମେ ନଷ୍ଟ ହେଉଛି। କେମିତି ନଷ୍ଟ ହେଉଛି? ଧର ଆମେ ରାସ୍ତା କରିଦେଉଛେ, କେତେବେଳେ ଘର କରିଦେଉଛେ, କି ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ବ୍ୟବହାର କରୁଛେ, ବିଭିନ୍ନ ପ୍ରକାର ଉଦ୍ୟୋଗ ପ୍ରତିଷ୍ଠା କରୁଛେ। ତ ଏଇ ହିସାବରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଉଛି। ଏବଂ ମଧ୍ୟ ଆମର ଯେଉଁ ପୃଥିବୀର ଯେଉଁ ମ୍ୟାରେନ୍ ଅଛି ବା ସମୁଦ୍ର ତଟ ଅଛି ତାକୁ ବି ଆମେ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଚାଲିଛେ, ତାକୁ ଏକ୍ସପ୍ଲଏଟ୍ କରି ଚାଲିଛେ। ଏପଟେ ଯେଉଁ ଯେମିତି ଆମେ କହିବା ବହୁତ ଅକ୍ସିଜେନ୍ ଆମର ସମୁଦ୍ରରେ ଅଛି କିନ୍ତୁ ସମୁଦ୍ରର ଯେଉଁ ଜୀବଜନ୍ତୁ ଅଛନ୍ତି ବା ତାଙ୍କର ଯେଉଁ ଜଳରାଶିରେ ଯେଉଁ ବିଭିନ୍ନ ପ୍ରକାର ଉଦ୍ଭିଦ ଅଛନ୍ତି ତାକୁ ବି ଆମେ ନଷ୍ଟ କରି ଚାଲିଛେ, ଯେଉଁଟାକି ବହୁତ ବଡ଼ ସମସ୍ୟା ସୃଷ୍ଟି ହେଉଛି। Small island nations are threatened with annihilations from rising sea levels due to climate change. ଯେତେବେଳେ ଛୋଟ ଛୋଟ ରାଷ୍ଟ୍ର ଅଛନ୍ତି ସେମାନଙ୍କର ମଧ୍ୟ they face problems because of global warming. The sea levels, because the melting down of snows, the sea level is increasing. So there is a fear among these island countries that it may be will come under the sea. ସମୁଦ୍ର ତଳ ଭିତରେ ରହିଯିବାର ସମ୍ଭାବନା ମଧ୍ୟ ଅଛି, ଯେଉଁଟାକି ଗୋଟେ ବହୁତ ବଡ଼ ସମସ୍ୟା ସେମାନଙ୍କ ପାଇଁକି ସୃଷ୍ଟି ହେଉଛି। ଇଭେନ୍ ଇନ୍ ଦିସ୍ କଣ୍ଟେକ୍ସଟ ଆମେ ଦେଖିବା ଯେ ବର୍ତ୍ତମାନ କେତେ ବଡ଼ ସମସ୍ୟା ଦେଇକି ଆମ ପୃଥିବୀ ପୃଷ୍ଠ ଗତି କରୁଛି। ତ ଏଇ ଯେଉଁ ଡେଭଲପମେଣ୍ଟ ପ୍ରୋସେସ୍ ଯେଉଁ ଅଛି ସେଇଟା କ'ଣ ଏଇ ଯେଉଁ ବର୍ତ୍ତମାନ ଦେଖିଲେ ଯେଉଁ ସିଚୁଏସନ୍ ଫେସ୍ କରୁଛି ସେଇଟା କ'ଣ ଏବେଠୁ ହେଇଛି ନା ଏଇଟା ଆଗରୁ ବି ହେଇ ଆସୁଛି? What are the historical evidence or historical perspective of the stages of development? ଯଦି ଆମେ ଦେଖିବା ଏଇଟା କେଉଁ ଷ୍ଟେଜ୍ ଦେଇକି ବର୍ତ୍ତମାନର ଯେଉଁ ଆଧୁନିକ ସମାଜରେ ପହଞ୍ଚିଛେ ବା ନଷ୍ଟ କରି ଚାଲିଛେ ଆମ ପୃଥିବୀ କେମିତି ପ୍ରଥମେ ଆରମ୍ଭ ହେଲା। ଲେଟର୍ସ start. Now, by about 8000 BC, people had settled to the agricultural mode of life. With the advent of copper, bronze, and iron age, efficient tools were manufactured.
and the economy developed. Trade in goods like cotton, spices, and other flourished. With the development of maritime trade, the realm of world commerce expanded. The ushering in the industrial revolutions brought with the tremendous advances in manufacturing process of goods that led to the exploration of the market and procurement of natural resources through colonizations. ପିଲାମାନେ ଆମେ ଯଦି ଯିବା 8,000 ବର୍ଷ ପୁରୁଣା ଯିବା 8,000 ବର୍ଷ ବା ବିଫୋର ପ୍ରାୟ ସମୟକୁ ଯିବା ସେତିକି ବେଳେ ମଧ୍ୟ ଆମେ ଦେଖିବା ଯେ କ'ଣ କ'ଣ ସେମିତି ହେଇଥିଲା। ଆମେ ଜାଣିଛେ ଆଗରୁ କପର ଏଜ୍ ଥିଲା, ବ୍ରୋଞ୍ଜ ଏଜ୍ ଥିଲା, ତାପରେ ଆଇରନ୍ ଏଜ୍ ଆସିଲା। ଏଇ ସମୟରେ କ'ଣ ହେଲା ଯେ ଆମର ଅର୍ଥନୀତି ଆସ୍ତେ ଆସ୍ତେ ବିଭିନ୍ନ ପ୍ରକାର ଯେଉଁ ନୂତନ ପ୍ରକାର ଧାତୁ ଓ, ନିର୍ମାଣ ହେଲା। ନିର୍ମାଣ ହେଲା ପରେ ଆସ୍ତେ ଆସ୍ତେ ଆମର ଅର୍ଥନୀତି ଉନ୍ନତି ହେବାକୁ ଲାଗିଲା। ଏବେ ଲୋକମାନେ ଯେଉଁ ଯାଯାବର ଜୀବନଯାପନ କରୁଥିଲେ ତାକୁ ତ୍ୟାଗ କରିକି ସେମାନେ କ'ଣ କଲେ, ଗୋଟେ ଭିଲେଜ୍ ସଦୃଶ କରିକି ସେମାନେ ପରିବାର ଗଠନ କରିକି ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ରହିଲେ। ଏବେ ରହିଲା ପରେ କ'ଣ ହେଲା ଯେ ସେମାନେ ବିଭିନ୍ନ ପ୍ରକାର ଗୁଡ୍ସ ଯେମିତି କଟନ୍ ହେଲା କି ବିଭିନ୍ନ ପ୍ରକାର ମସଲା ଜାତୀୟ ଦ୍ରବ୍ୟ ହେଲା, ବିଭିନ୍ନ ପ୍ରକାର ଚାଷ ପନିପରିବା ଏ ସେ କରିକି ସେମାନେ ରହିଲେ ଏବଂ ସେମାନେ ମଧ୍ୟ ପ୍ରବେଶ କଲେ, ଉନ୍ନତି କରିବାକୁ ଲାଗିଲେ। ଏବଂ ଆସ୍ତେ ଆସ୍ତେ କ'ଣ ହେଲା ଯେ ସମୁଦ୍ର ତଟର ଯେମିତି ଆମେ କହିଲେ ଯେ ଭାସ୍କୋ ଡା ଗାମା ଆସିଥିଲେ, ବିଭିନ୍ନ ପ୍ରକାର ରାଷ୍ଟ୍ର ସେମାନେ ଖୋଜିକି ପାଇଥିଲେ ଏବଂ ଆସ୍ତେ ଆସ୍ତେ ନିଜର ଯେଉଁ ଫିନିଶ୍ଡ ଗୁଡ୍ ଗୁଡ଼ାକ ଯେଉଁ 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 ବେପାର ବାଣିଜ୍ୟ କରିବାକୁ ନିଜର ଉତ୍ପାଦନ ଜିନିଷ ଗୁଡ଼ାକ ଆସ୍ତେ ଆସ୍ତେ ବିଭିନ୍ନ ଦେଶକୁ ନେଇକି ସେ ରପ୍ତାନି କଲେ, ଆମଦାନୀ କରିବାକୁ ଲାଗିଲେ। ଏବଂ ତାପରେ ଯେତେବେଳେ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ହେଲା, ଇଂଲଣ୍ଡ ହେଲା, ପୂର୍ବ କ୍ଲାସ୍ ମଧ୍ୟ ଆମେ ଆଲୋଚନା କରୁଥିଲେ। ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ହେବା ପରବର୍ତ୍ତୀ ସମୟରେ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରରେ ବହୁତ ବଡ଼ ପରିବର୍ତ୍ତନ ଆସିଲା। ଯେଉଁ ଜିନିଷ ଗୁଡ଼ାକ ବହୁତ ଟାଇମ୍ ଲାଗୁଥିଲା ମ୍ୟାନୁଫ୍ୟାକ୍ଚରିଂ କରିବା ପାଇଁ କି ସେଇଗୁଡ଼ାକ ବହୁତ ମାତ୍ରାରେ ବହୁଳ ଭାବରେ ମ୍ୟାନୁଫ୍ୟାକ୍ଚର ହେବାକୁ ଲାଗିଲା। ବହୁତ ଗୁଡ଼ିଏ ମେସିନାରୀ ସବୁ ଗୁଡ଼ାକ ୟୁଜ୍ ହେଲା ଏବଂ ବହୁତ ଗୁଡ଼ିଏ ପ୍ରଡ଼କ୍ଟ ତିଆରି ହେଲା। ଏବଂ ସେ ପ୍ରଡ଼କ୍ଟ ଗୁଡ଼ାକ ବିକ୍ରି କରିଲେ ସେମାନେ କେଉଁ ଜାଗାରେ ବିକ୍ରି କଲେ ନା ବିଭିନ୍ନ ପ୍ରକାର ରାଷ୍ଟ୍ର ଖୋଜିଲେ କିଏ ତାଙ୍କର କଞ୍ଜୁମର ହେଇପାରିବ। ଏବଂ ସେଇଭଳି ରାଷ୍ଟ୍ର ସେମାନେ ଖୋଜିକି କ'ଣ କଲେ, ସେଠି ଆସ୍ତେ ଆସ୍ତେ ଉପନିବେଶ ସ୍ଥାପନ କଲେ। ଯେମିତି ଭାରତ ହେଲା, ପାକିସ୍ତାନ ଆଗରୁ ନଥିଲା, ପାକିସ୍ତାନ, ଶ୍ରୀଲଙ୍କା, ମିଆଁମାର, ଭୁଟାନ ଏଭଳି ବିଭିନ୍ନ ଦେଶମାନଙ୍କୁ ସେମାନେ ଖୋଜିବାରେ ଚାଲିଲେ ନିଜର ପ୍ରଡ଼କ୍ଟ ଜିନିଷ ଗୁଡ଼ାକୁ ବିକ୍ରି କରିବେ। ଏବଂ ସେଠାରେ ସେମାନେ ବିକ୍ରି କଲେ ଆସ୍ତେ ଆସ୍ତେ ବହୁତ ଲାଭବାନ ହେଲେ। ଏବଂ ଯେତେବେଳେ ଲାଭବାନ ହେଲେ ସେ କଲେ ତାହେଲେ ବଢ଼ିଆ ମେଥଡ଼ ଅଛି, ତାହେଲେ ଆମେ ଏଇସବୁ ଜିନିଷ ଗୁଡ଼ାକ ଗୁଡ଼ାକ ତିଆରି କରିବା ଏବଂ କଲୋନିଆଲାଇଜେସନ୍ କଣ୍ଟ୍ରି ଗୁଡ଼ାକୁ ବିକ୍ରି କରିବା। ଯାହାଫଳରେ କି ସେମାନେ କ'ଣ ଆହୁରି ଅଧିକରୁ ଅଧିକ ସେମାନେ ଏକ୍ସପ୍ଲୋର କରିବାକୁ ଆରମ୍ଭ କଲେ, ନ୍ୟାଚୁରାଲ ରିସୋର୍ସେସ୍ ଗୁଡ଼ାକୁ ମାସ୍ ପ୍ରଡକ୍ସନ୍ସ କଲେ। ଆଉ କ'ଣ ହେଲା ନା ଇଟ୍ ୟୁଜଡ୍ ଇନ୍ ଆନ୍ ଏରିଆ ଅଫ୍ ରେଟଲେସ୍ ଏକ୍ସପ୍ଲୋଟେସନ୍ସ ଅଫ୍ ନ୍ୟାଚୁରାଲ ରିସୋର୍ସ। ତ ଏହି ସମୟରେ ବିଭିନ୍ନ ପ୍ରକାର କଣ୍ଟ୍ରିଙ୍କ ଭିତରେ ଗୋଟେ ଗୋଟେ ଏମିତି ଭାବରେ ପ୍ରତିଯୋଗିତା ଚାଲିଥିଲା ଏବଂ ଚାଲୁଥିଲା ଯେ କିଏ କେତେ ମାତ୍ରାରେ ଏକ୍ସପ୍ଲୋଟେସନ୍ କରିପାରିବ ନ୍ୟାଚୁରାଲ ରିସୋର୍ସେସକୁ। ସେ ଖଣି ହେଲା, ଉଦ୍ୟୋଗ ହେଲା, କଳକାରଖାନା ହେଲା, କମ୍ପାନୀ ହେଲା, ସେମାନେ ସବୁ ମାସ୍ ପ୍ରଡକ୍ସନ୍ସ କଲେ। ମାସ୍ ପ୍ରଡକ୍ସନ୍ କେମିତି ହେବ ନା ବିଭିନ୍ନ ପ୍ରକାର ଯେଉଁ ଆମର ନ୍ୟାଚୁରାଲ ରିସୋର୍ସେସ୍ ଗୁଡ଼ାକ ଅଛି ସେଗୁଡ଼ାକୁ ସମ୍ପୂର୍ଣ୍ଣ ରୂପେ ବ୍ୟବହାର କରିକି। ଯାହାଫଳରେ କି କ'ଣ ହେଲା ଯେ ଆସ୍ତେ ଆସ୍ତେ କ'ଣ ହେଲା ଯେ ଆମେ ଆମର ଯେଉଁ ପରିବେଶକୁ ଆସ୍ତେ ଆସ୍ତେ ନଷ୍ଟ କରିବାକୁ ଲାଗିଲେ। ଯେମିତିକି ଫର ଏକ୍ଜାମ୍ପଲ୍ ଆମେ ଦେଖିବା ଯେ ସମ୍ପୂର୍ଣ୍ଣ ରୂପେ ବିଭିନ୍ନ ପ୍ରକାର ସମସ୍ୟା ଦେଇକି ବର୍ତ୍ତମାନ ଆମେ ଗତି କରୁଛେ। ସୋ ଯଦି ପିଲାମାନେ ଦେଖିବା ଯେ ସେକ୍ଟର ୱାଇଜ୍ ପାରାମିଟର ଅଫ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ କ'ଣ? ପାରାମିଟର ମାନେ ହେଉଛି ପରିମାପକ। ବିଭିନ୍ନ ପ୍ରକାର ସେକ୍ଟରର ପରିମାପକ ଦେଖିବା ସଷ୍ଟେନେବଲ୍ ଡେଭଲପମେଣ୍ଟର। ସଷ୍ଟେନେବଲ୍ ଡେଭଲପମେଣ୍ଟ କ'ଣ ସେଇଟା ଆମେ ପୂର୍ବ କ୍ଲାସ୍ ଆଲୋଚନା କରିଥିଲେ। ସେଇଟା ମୁଁ ଆଉ କହୁନି, କିନ୍ତୁ ଯଦି ନ ବୁଝିପାରୁଥିବ ବି ମୋତେ ଯଦି କହିବ ଆଇ ୱିଲ୍ ମେକ୍ ଇଟ୍ କ୍ଲାରିଫାଏ ୱାନ୍ସ ଅଗେନ୍। ତ ଫିର୍ ବି ପିଲାମାନେ ଦେଖ ଯେ କ'ଣ କ'ଣ ପାରାମିଟର। ପାରାମିଟର ମାନେ ବୁଝ, ପାରାମିଟର ମାନେ ହେଉଛି ପରିମାପକ। ଯେମିତି ଆମେ ଯେମିତି ଧର ପନିପରିବା ଓଜନ କରିବା ପାଇଁ କି ଆମକୁ କିଲୋ କିଲୋର ଆବଶ୍ୟକ ହୁଏ ମାପିବା ପାଇଁ, ସେମିତି ସଷ୍ଟେନେବଲ୍ ଡେଭଲପମେଣ୍ଟ କେତିକି ବାଟରେ ଚାଲିଛି ବା କେମିତି ଚାଲୁଛି ତାକୁ ମାପିବା ପାଇଁ କି ତାର କ'ଣ କ'ଣ ପାରାମିଟର୍ସ ରହିଛି। ଓକେ, ଏଇଠି ଦେଖ ଦି ପାରାମିଟର୍ସ ଅଫ୍ ସଷ୍ଟେନେବଲ୍ ଡେଭଲପମେଣ୍ଟ ଦ୍ୟାଟ୍ ମେଜର୍ସ ଦି ସଷ୍ଟେନେବିଲିଟି or the sustainable development performance are known as indicator। এইଗୁଡ଼ାକୁ ମାପିବା ପାଇଁ କି ଯେଉଁ
ଯେଉଁ ଜିନିଷ ଦରକାର ତାକୁ ଆମେ କ'ଣ କହୁଛେ ଇଣ୍ଡିକେଟର କହୁଛେ ବା ସଂକେତ କହୁଛେ ଯେଉଁଗୁଡ଼ାକ ମାଧ୍ୟମରେ ଆମେ ଜାଣିପାରିବା ଯେ କେମିତି ସଷ୍ଟେନେବଲ୍ ଡେଭଲପମେଣ୍ଟ ହେଉଛି। ଦି ଇଣ୍ଡିକେଟର୍ସ ଆର୍ ଅଲସୋ ଇନକ୍ଲୁଡ୍ ଏନଭାୟରମେଣ୍ଟାଲ ଇକୋନୋମିକ୍ ଆଣ୍ଡ ସୋସିଆଲ ଫ୍ୟାକ୍ଟର୍ସ। ସେ ଇଣ୍ଡିକେଟର ଗୁଡ଼ାକରେ କ'ଣ କ'ଣ ଅଛି ଏଇସବୁ ଫ୍ୟାକ୍ଟର୍ସ ଗୁଡ଼ାକ ଅଛି। Each indicator signals, a indicator control signal ଦଉଛି that the pressure that society put on the environment in the form of pollutions and resource depletions। ନା ସେ ଇଣ୍ଡିକେଟର୍ସ ଗୁଡ଼ା କ'ଣ କହୁଛି ଯେ ଆମେ ସୋସାଇଟି ଉପରେ ବା ଏନଭାୟରମେଣ୍ଟ ଉପରେ କେତିକି ପ୍ରେସର ପକାଉଛେ, କେମିତି ପଲ୍ୟୁସନ୍ କେମିତି କରୁଛେ, କି ରିସୋର୍ସ ଯେଉଁ ନ୍ୟାଚୁରାଲ୍ ରିସୋର୍ସ ଅଛି ତାକୁ କେମିତି ଡିପ୍ରେସନ୍ କରୁଛେ ବା ତାକୁ କିଭଳି ଭାବରେ ଆମେ ଆଣିକି ବ୍ୟବହାର କରୁଛେ। ଦି ରେଜଲ୍ଟ ଷ୍ଟେଟ୍ ଅଫ୍ ଏନଭାୟରମେଣ୍ଟ ଏସ୍ପେଶାଲି ଇନକ୍ଲୁଡ୍ ଚେଞ୍ଜେସ୍ କମ୍ପେୟାର୍ଡ ଟୁ ଡିଜାୟାରେବଲ୍ ସଷ୍ଟେନେବଲ୍ ଷ୍ଟେଟ୍ସ। ତାର ରେଜଲ୍ଟ କ'ଣ କ'ଣ ଆସୁଛି, ଏନଭାୟରମେଣ୍ଟର କି ପ୍ରଭାବ ତା ଉପରେ ପଡ଼ୁଛି। ଦି ରେସ୍ପନ୍ସ ବାଇ ହ୍ୟୁମାନ୍ ଆକ୍ଟିଭିଟି ମେନଲି ଇନ୍ ଦି ଫର୍ମ ଅଫ୍ ପଲିଟିକାଲ୍ ଆଣ୍ଡ ସୋସାଇଟାଲ ଡିସିସନ୍ସ ମେଜର୍ଡ ଆଣ୍ଡ ପଲିସିସ୍। ଏଥିରେ ହ୍ୟୁମାନ୍ ଆକ୍ଟିଭିଟିଜ୍ ଦ୍ୱାରା କ'ଣ କ'ଣ ଡିସିସନ୍ସ ମେଜର୍ ବା ପଲିସି ସବୁ ସତ ନିଆଯାଉଛି, ଯାହାଫଳରେ କି ଏସବୁ ଜିନିଷ ଗୁଡ଼ାକ ହେଉଛି। ଦେଖନ୍ତୁ ଯେ ଆମେ ସଷ୍ଟେନେବଲ୍ ଡେଭଲପମେଣ୍ଟର ଇଣ୍ଡିକେଟର ଫ୍ରେମୱାର୍କସ୍, ଇଣ୍ଡିକେଟର ହେଉଛି ଯେ ତା'ର ପରିମାପକୁ ମାପିବା ପାଇଁକି ଯେଉଁ ସାଙ୍କେତିକ ଚିହ୍ନ ତାକୁ ଆମେ କହୁଛେ ଇଣ୍ଡିକେଟର। ଏଥିରେ ଦେଖ ଥିମ୍ କ'ଣ, ଇକ୍ୱିଟି ଅଛି, ସଥିମ୍ ପଭର୍ଟି। ଇଣ୍ଡିକେଟର କ'ଣ, ପରସେଣ୍ଟେଜ୍ ଅଫ୍ ପିପୁଲ୍ ସଷ୍ଟେନେବଲ୍ ଡେଭଲପମେଣ୍ଟର ଏଗୁଡ଼ା ହେଉଛି ଇଣ୍ଡିକେଟର। ମାନେ ଆମେ ଇକ୍ୱିଟିକି ବେସ୍ କରିକି ଦେଖିବା ପରସେଣ୍ଟେଜ୍ ଅଫ୍ ପପୁଲେସନ୍ ଲିଭିଂ ବିଲୋ ପଭର୍ଟି ଲାଇନ୍, ଗିନି ଇଣ୍ଡେକ୍ସ ଅଫ୍ ଇନକମ୍ ଇନ୍ଇକ୍ୱାଲିଟି, ଅନଏମ୍ପ୍ଲୟମେଣ୍ଟ ରେଟ୍, এইগুଡ଼ା ସବୁ ତକ ହେଉଛି ଇଣ୍ଡିକେଟର। ପଭର୍ଟିର ଇଣ୍ଡିକେଟର, ପଭର୍ଟିକୁ ମାପିବା ପାଇଁକି ଆମେ ଏଇ ଇଣ୍ଡିକେଟର ଗୁଡ଼ାକୁ ଦେଖିବା ଯେ ସେ ଲୋକମାନେ କେତେ ଜଣ ବିଲୋ ପଭର୍ଟି ଲାଇନ୍ରେ ଅଛନ୍ତି, ଭାରତରେ କେତେ ଗରିବ ଅଛନ୍ତି। ଆମେ କେମିତି ଜାଣିବା ଯେ କେଉଁ ଲୋକମାନେ ଆକ୍ଚୁଆଲି ସେମାନଙ୍କର ବାର୍ଷିକ ଆୟ ଏତିକି ଅଛି, ସେମାନଙ୍କ ଭିତରେ ଅନଏମ୍ପ୍ଲୟମେଣ୍ଟ କେତେ ଅଛି, କେତେ ଲୋକ କାମ କରୁଛନ୍ତି, ସେଙ୍କ ପାରିବାରିକ ଆୟ କେତେ, ଏଇସବୁ ଗୁଡ଼ାକ ହେଉଛି ଇଣ୍ଡିକେଟର ବା ପରିମାପକ। ଏଇଗୁଡ଼ାକୁ ଯଦି ଆମେ ଦେଖିବା ତାହେଲେ ଜାଣିପାରିବା ଯେ ଭାରତର ପଭର୍ଟି ରେଟ୍ କେତେ ଅଛି। ସେମିତି ଜେଣ୍ଡର ଇକ୍ୱାଲିଟି କଥା ଦେଖିବା, ରେସିଓ ଅଫ୍ ଆଭରେଜ୍ ଫିମେଲ୍ ୱେଜ୍ ଟୁ ମେଲ୍। ଆମେ ଯଦି ଜେଣ୍ଡର ଇକ୍ୱାଲିଟି କଥା ଦେଖିବା ତାହେଲେ ଦେଖିବା ମହିଳା ଏବଂ ପୁରୁଷଙ୍କ ତୁଳନାରେ ସେମାନଙ୍କର ୱେଜେସ୍ରେ ସମାନ ଆସୁଛି ନା କମ୍ ବେଶୀ ଆସୁଛି। এইটা ইন্ডিকেটর আমি যদি দেখিবা ইয়াକୁ ইন্ডিকেটর হিসাବରେ নেবা যে জেন্ডর ইকুয়ালিটি বা আমি କହିବା ଲିଙ୍ଗଗତ ସମାନତା ଏଠି ଅଛି କି ନ ଅଛି କେମିତି ଜାଣିବା ଯେ ଦେଖିବା ଗୋଟେ ଜାଗାରେ କୃଷି କ୍ଷେତ୍ରରେ ଧର ଗୋଟେ ପୁଅଟେ ମୁଣ୍ଡ ଲାଗିବାକୁ ଯାଇଛି ଆଉ ଗୋଟେ ଝିଅଟେ ମୁଣ୍ଡ ଲାଗିବାକୁ ଯାଇଛି, whether they are getting same wages or different। ଯଦି ଡିଫରେନ୍ସ ଅଛି ତାହେଲେ ଆମେ ଜାଣିବା ଯେ ଇଟ୍ ଇଜ୍ ନଟ୍ ଜେଣ୍ଡର ଇକ୍ୱାଲିଟି, ତାଙ୍କ ଭିତରେ ଜେଣ୍ଡରର ସମାନତା ନାହିଁ। ଓକେ, ସେମିତି ୟାର ମଧ୍ୟ ହେଲ୍ଥର ଯଦି ଦେଖିବା ପରିମାପ କେମିତି ଜାଣିପାରିବା ଯେ ଆମ ଦେଶର ହେଲ୍ଥ ଷ୍ଟାଟସ୍ କ'ଣ କେମିତି ଅଛି। ଏଇଟା ଏମିତି ଜାଣିପାରିବା ଯେ ନ୍ୟୁଟ୍ରିସନାଲ ଷ୍ଟାଟସ୍ ଅଫ୍ ଚିଲଡ୍ରେନ୍, ପିଲାମାନଙ୍କର ଖାଦ୍ୟପେୟର ଷ୍ଟାଟସ୍ କେମିତି ଅଛି, ତାଙ୍କ ନ୍ୟୁଟ୍ରିସନ୍ ଯେତିକି ପରିମାଣରେ ସେମାନେ ଖାଦ୍ୟ ପାଇବା କଥା ସେତିକି ପାଇପାରୁଛନ୍ତି କି ନାହିଁ। ଏଥିରେ ଅଛି ମୋର୍ଟାଲିଟି ରେଟ୍ ଅଣ୍ଡର 5 years old ଅର୍ ଲାଇଫ୍ ଏକ୍ସପେରିଏନ୍ସି ଆଟ୍ ବାର୍ଥ। ମୋର୍ଟାଲିଟି ରେଟ୍ କେତେ ଅଛି 5 ବର୍ଷ ତଳ ଛୁଆଙ୍କର, ଏବଂ ଜନ୍ମ ହେଲା ବେଳେ କେତିକି ପିଲା ଭଲ ଭାବରେ ବଞ୍ଚିପାରୁଛନ୍ତି କି ମରିଯାଉଛନ୍ତି। ସେଇ ହିସାବରେ ମଧ୍ୟ ଆମେ ହେଲ୍ଥକୁ ଯଦି ଜାଣିବା ଆମ ଭାରତର କ'ଣ କେମିତି ଅଛି, ଏଇସବୁ ଇଣ୍ଡିକେଟର ଗୁଡ଼ାକ ଆମେ ଯଦି ଆନାଲିସିସ୍ କରିବା ତାହେଲେ ଜାଣିପାରିବା ଯେ ଆମ ହେଲ୍ଥକୁ ନେଇକି କିଭଳି ଭାବରେ ଭାରତ ଆଗକୁ ବଢ଼ୁଛି। ଏଜୁକେସନ୍କୁ ଯଦି ଆମେ ଦେଖିବା ତା ପରିମାପ କ'ଣ କ'ଣ ହେଉଛି ବା ଇଣ୍ଡିକେଟର୍ସ କ'ଣ, ଚିଲଡ୍ରେନ୍ସ ରିଚିଂ ଗ୍ରେଡ୍ 5 ଅଫ୍ ପ୍ରାଇମେରୀ ଏଜୁକେସନ୍, ପିଲା କେତେ ଜଣ ପିଲା ଗ୍ରେଡ୍ 5ରେ ପାଠ ପଢ଼ୁଛି। ଆଡଲ୍ଟ ସେକେଣ୍ଡାରୀ ଏଜୁକେସନ୍ ଆଚିଭମେଣ୍ଟ ଲେଭେଲ୍, ଯେଉଁ ଯୁବକ ଅଛନ୍ତି ସେମାନଙ୍କର ଲେଭେଲ୍ କେମିତି କ'ଣ ଅଛି। ତାପରେ ଆଡଲ୍ଟ ଲିଟରେସି ରେଟ୍, ସେମାନଙ୍କ ଭିତରେ ଲିଟରେସି ରେଟ୍ କେତେ ଅଛି। ଓକେ, these are the indicators। ସେମିତି ଯଦି ଆମେ ଦେଖିବା ଏନଭାୟରମେଣ୍ଟର ଇଣ୍ଡିକେଟର୍ସ କ'ଣ, ଆଟମୋସ୍ଫିୟର, କ୍ଲାଇମେଟ୍ ଚେଞ୍ଜ, ଓଜୋନ୍ ଲେୟାର ଡିପ୍ରେସନ୍ସ, ଏୟାର କ୍ୱାଲିଟି। ଏୟାର ଇଣ୍ଡିକେଟର ଗୁଡ଼ା ହେଉଛି କ'ଣ ନା ଏମିସନ୍ ଅଫ୍ ଗ୍ରୀନ୍ ହାଉସ୍ ଗ୍ୟାସେସ୍। ଆମେ କ୍ଲାଇମେଟ୍ ଚେଞ୍ଜ ଯେଉଁ ହେଉଛି କେତିକି ମାତ୍ରାରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ଉପରକୁ ଛାଡ଼ୁଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ କ'ଣ ନା ଆମେ କେତେ ଗୁଡ଼ିଏ ଫସିଲ୍ ଫୁଏଲ୍ସ ବ୍ୟବହାର କଲା ପରେ କ'ଣ ହୁଏ, ତା'ର
जो डेंजरस गैसेस जेମିତି ହେଲା କାର୍ବନ ଡାଇଅକ୍ସାଇଡ ହେଲା କାର୍ବନ ମନୋକ୍ସାଇଡ ହେଲା ମିଥେନ୍ ହେଲା ଏଇ ସବୁ ଗୁଡ଼ାକ ଯାଇକି ପୃଥିବୀ ପୃଷ୍ଠର ଉପର ଭାଗରେ ସେଗୁଡ଼ା ସବୁ ଗୋଟେ ଆବରଣ କରିକି ରଖିଦିଏ। ଆବରଣ କରି ରଖିଲେ ଯାହାଫଳରେ ସୂର୍ଯ୍ୟଙ୍କ ରଶ୍ମି ଯେତେବେଳେ ସେ ଆବରଣ କ୍ରସ୍ କରିକି ତଳକୁ ଆସେ ମାତ୍ର ଆଉ ରିଟର୍ନ କରିକି ଯାଇପାରେ ନାହିଁ, ଯାହାଫଳରେ ପୃଥିବୀରେ କ'ଣ ହୁଏ ନା ବହୁତ ମାତ୍ରାରେ ଗରମ ଅନୁଭବ ହୁଏ। ତ ଆମେ କେତିକି ମାତ୍ରାରେ ଏମିସନ୍ କରୁଛେ ଗ୍ରୀନ୍ ହାଉସ୍ ଗ୍ୟାସେସ୍। ଓଜୋନ୍ ଲେୟାର ଡିପ୍ଲିସନ୍ସରେ କଞ୍ଜମ୍ପସନ୍ସ ଅଫ୍ ଓଜୋନ୍ ଡିପ୍ଲିଟିଂ ସବଷ୍ଟାନ୍ସ ଆମେ ଯେମିତି କହୁଛେ କାର୍ବନ ମନୋକ୍ସାଇଡ୍ କଲେ ଓଜୋନ୍ ଲେୟାରଟା ଡିପ୍ଲିସନ୍ ହେଇଯାଉଛି, କଣା ହେଇଯାଉଛି ସେଥିରେ, ଯେଉଁଥିରେ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ସେଗୁଡ଼ାକ ଚାଲିକି ଆସୁଛି, ଯେଉଁଟାକି ବହୁତ ବଡ଼ ପ୍ରୋବ୍ଲେମ୍ ତିଆରି କରୁଛି। ଓକେ, ସେମିତି ଲ୍ୟାଣ୍ଡକୁ ଯଦି ଆମେ ଦେଖିବା ଆଗ୍ରିକଲଚର କ୍ଷେତ୍ରରେ ଏରିଏବଲ୍ or permanent cropland area, use of fertilizer, use of agriculture, এইগুলা ହେଉଛି ସବୁ ତାର ଇଣ୍ଡିକେଟର ଯେ ଆମେ ଜାଣିପାରିବା ଯେ ଆଗ୍ରିକଲଚରରେ କିଭଳି ଭାବରେ ହେଇଛି। ସୋ ଦିଜ୍ ଆର୍ ଦି ଥିଙ୍ଗସ୍। ଯଦି ଇକୋନୋମିକ୍ କ୍ଷେତ୍ରରେ ମଧ୍ୟ ସେମିତି ଦେଖିବା ତାର କ'ଣ କ'ଣ ଇଣ୍ଡିକେଟର୍ସ ଅଛି ଯେ ଆମ ଦେଶର ଇକୋନୋମିକ୍ ପରଫର୍ମାନ୍ସ କେମିତି ଅଛି। ଯଦି ଜାଣିବାକୁ ଚାହିଁବା ତାହେଲେ ଆମ ଦେଶରେ ଜିଡିପି କେମିତି ହେଉଛି, ଇନଭେଷ୍ଟମେଣ୍ଟ ସେୟାର କେମିତି ହେଉଛି, ବାଲାନ୍ସ ଅଫ୍ ଟ୍ରେଡ୍ ଆଣ୍ଡ ଗୁଡ୍ ସର୍ଭିସ୍ କିଭଳି ଭାବରେ ହେଉଛି। ତ ଏହିସବୁ ଜିନିଷ ଉପରେ ଯଦି ଆମେ ଦେଖିବା ୟାର ପାରାମିଟର ସବୁ ଗୁଡ଼ାକ ଅଛି। You can see it all these things. ଓକେ, ତାପରେ ମଧ୍ୟ ଦେଖିବା ପିଲାମାନେ ଆଗ୍ରିକଲଚର ପ୍ରାକ୍ଟିସ୍ ତାକୁ କିଭଳି ଭାବରେ ଆମେ ସଷ୍ଟେନେବଲ୍ ଡେଭଲପମେଣ୍ଟ କରିପାରିବା ତାକୁ ଯଦି ଆନାଲିସିସ୍ କରିବା ଆଗ୍ରିକଲଚରରେ କ'ଣ କରିବା ଦରକାର ନା ଆଗ୍ରିକଲଚର ପ୍ରାକ୍ଟିସେସ୍ ଚେଞ୍ଜଡ ଡ୍ରାମାଟିକାଲି ଆଣ୍ଡ ୱେଣ୍ଟ ଥ୍ରୋ ଏ ମେଜର ଟ୍ରାଞ୍ଜିସନ୍ସ as a traditional farming methods were largely replaced by modern high-intensity agriculture with new technology, mechanization, increased chemical use, specialization and government policies that favored maximizing productions, advancing crop breeding and new technology made this possible. एग्रीकल्चर क्षेत्र में बर्तमान बहुत बड़ा परिवर्तन आसी पुराणा कालिया जमी आम हल करते लंगल करते से गुला सब बर्तमान परिवर्तन हो गला सब मॉडर्न टेक्नोलोजी बाहरी गला ट्रैक्टर बाहर गला से पावर टेलर बाहर विभिन्न प्रकार नूतन किस्म कौन से कहती मंजी बाहर जोड़ा व्यवहार केमिकल यूज कर सार व्यवहार कर मैक्सिमम प्रोडक्शन नुआ ब्रीड यूटिलाइज करके मैक्सिमम प्रोडक्शन करने की चेष्टा कर किंतु कथा आम जिते से जिन गुड़ाक विभिन्न प्रकार केमिकल यूज करुचे पेस्टिसाइड यूज करुचे तार कौन प्रभाव किसी अच्छे कि येस तार प्रभाव अच्छे तार केमी कौन प्रभाव अच्छे देख हेलो हेलो कौन नहीं 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 हेलो although many assume that the environmental effect of agriculture are small compared to the effect of industries, agriculture is now the primary unregulated source of water pollution in United States and the main source of soil degradation in the world. Normally हमें भावुचे जे एग्रीकल्चर बा चाषबास कले सेमती किसी क्षति होनी जी क्षति आम इंडस्ट्री हो कल कारखाना होता संपूर्ण रूपे भूल धारणा जदि आम अमेरिकार एग्जांपल नवा जो पानीर पल्यूशन जलर प्रदूषण मुख्य कारण होची एग्रीकल्चर ना केमी ना जो आम विभिन्न प्रकार पेस्टिसाइड यूज करुचे सार यूज करुचे से वर्षा पानी जाऊँचे वर्षा पानी जाकि विभिन्न नदी नाल पोखरी पड़ुचे और वाटर पल्यूशन सहज हो सॉइल डिग्रेडेशन हवा माटीर दूषित होगापाई कि एग्रीकल्चर ही दायी। तो आम किभली भाव व्यवहार करने दरकार जे जहाँफल कि पानी प्रदूषण हेनी कि सॉइल प्रदूषण हेनी ना कौन करवा दरकार ना देख this modern agriculture causes soil erosion and loss of soil fertility, pollution and eutrophication of fresh water and coastal marine ecosystem. हमें कौन करवा दरकार जो गुड़ा अच्छे ट्रेडिशनल वे रे जब व्यवहार करवा जो पीडिया सार ये से न देकी आम जदि जैविक सार दबा जमी गोबर फोबर कंपोस्ट करके दबा व्यवहार करवा से एत मात्रा आमर
ପରିବେଶକୁ ପ୍ରଦୂଷଣ କରିବ ନାହିଁ। ତ ତାକୁ ଆମେ ଭଲ ଭାବରେ ଚିନ୍ତା କରିବା ଦରକାର କ'ଣ କିଭଳି ଭାବରେ ୟୁଜ୍ କରିବା। ସୋ ସେଥିପାଇଁ ସଷ୍ଟେନେବଲ୍ ଡେଭଲପମେଣ୍ଟ ଆଗ୍ରିକଲଚର ପାଇଁ କ'ଣ ସେ ଦେଇଛି ବୋଲି ମାନେ ଦେଖ କ'ଣ କରାଯାଇପାରିବ, କ'ଣ କରିପାରିଲେ ବିଶେଷ ଭାବରେ ପ୍ରଦୂଷଣ ହେବ ନାହିଁ। ଆମର ମାଟି ହେଲା କି ଜଳ ହେଲା ସେଗୁଡ଼ା ବିଶେଷ ଭାବରେ ପ୍ରଦୂଷଣ involves spacing strategies must take into account topography, soil characteristics, climate, based local availability of inputs, and individual grower goals. Despite the site-specific of individual nature of sustainable agriculture, several general principles can be applied to help grower select appropriate management practice. ଆମେ ଯେତେବେଳେ plant productions କରିବା କେତେବେଳେ ବିଶେଷ ଜିନିଷ ବେଶୀକୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ ନା କ'ଣ ଅଛି ଦେଖ ନା ସିଲେକ୍ସନ୍ ଅଫ୍ ସାଇଟ୍ସ ସ୍ପେସିସ୍ ଆଣ୍ଡ ଭେରାଇଟି। ଆମେ କେଉଁ ସାଇଟ୍ରେ କରିବା, କେଉଁ ଜାଗାରେ କରିବା, କେଉଁ ସ୍ପେସିସ୍ ବା କେଉଁ ଧରଣର ଜିନିଷକୁ ବ୍ୟବହାର କରିବା, ତା'ର ବିଭିନ୍ନ ପ୍ରକାର ଅଛି। ସେଗୁଡ଼ାକ ଆମକୁ ପ୍ରଥମେ ଆନାଲିସିସ୍ କରିବାକୁ ପଡ଼ିବ ନା କ'ଣ ଫ୍ୟାକ୍ଟର ସଚ୍ ଆଜ୍ ସଏଲ୍ ଟାଇପ୍, ଡେପ୍, ପ୍ରିଭିୟସ୍ କ୍ରପ୍ ହିଷ୍ଟ୍ରି, ଲୋକେସନ୍, କ୍ଲାଇମେଟ୍, ଟପୋଗ୍ରାଫି ସବୁ ଟେକ୍ନୋଲୋଜି ମାନେ ଯେକୌଣସି ଚାଷ କରିବା ପୂର୍ବରୁ ଏହିସବୁ ଜିନିଷ ଗୁଡ଼ାକୁ ତାକୁ ଦେଖିବାର ଆବଶ୍ୟକତା ଅଛି। କି ଚାଷ ହେଇଥିଲା, ଆଗରୁ କ'ଣ ହେଇଥିଲା, ତା'ର ଲୋକେସନ୍ କ'ଣ, ମାଟିର ଉର୍ବରତା କ'ଣ, ତାକୁ ବିଶେଷ ଭାବରେ ଦେଖିବାକୁ ପଡ଼ିବ। Whenever possible, pest resistant crop should be selected which are tolerant of existing soil or site conditions. ଆମେ ଏମିତି କ୍ରପ୍ ତିଆରି କରିବା ବା ବ୍ୟବହାର କରିବା ଦରକାର ନା ଯେଉଁଟାକି ପେଷ୍ଟ ବା ପେଷ୍ଟିସାଇଡ଼୍କୁ ରେସିଷ୍ଟାନ୍ସ କରୁଥିବ ବା ବିଶେଷ ଭାବରେ ପେଷ୍ଟିସାଇଡ଼୍ ବ୍ୟବହାର ନ କରୁଥିଲେ ମଧ୍ୟ ସେଇଟା ଚଳିପାରୁଥିବ। Preventive strategies adopted early can reduce input and help establish sustainable production system. କେତେ ଗୁଡ଼ିଏ ପ୍ରିଭେନ୍ସନ୍ ଷ୍ଟ୍ରାଟେଜି ମଧ୍ୟ ବ୍ୟବହାର କରିବା ଦରକାର ଯେଉଁଟାକି ସଷ୍ଟେନେବଲ୍ ପ୍ରଡକ୍ସନ୍ ସିଷ୍ଟମ୍ ପାଇଁ ଭଲ ହେବ। ଆମେ ଏମିତି ବ୍ୟବହାର କରିବା ସେସବୁ ଜିନିଷ ଗୁଡ଼ାକ ଯେମିତି ଆମର ଯେତିକି ପ୍ରଡକ୍ସନ୍ ହେବା କଥା ହେବ, ମାତ୍ର ପର୍ଯ୍ୟାବରଣ ବା ପରିବେଶକୁ ଏତେ ମାତ୍ରାରେ ଦୂଷିତ ହେବ ନାହିଁ। ଡାଇଭର୍ସିଟି ମାନେ କ'ଣ ନା ବାଇ ଗ୍ରୋଇଂ a variety of crops, farmers reduce economic risk and are less susceptible to the radical price fluctuations associated with changes in supply and demand. Properly managed diversity can also buffer a farm into a biological sense. ଆମେ ଯେତେବେଳେ ଚାଷବାସ କରିବା ବିଭିନ୍ନ ପ୍ରକାର ଧର ଗୋଟେ ଜମି ଅଛି, ଜମିରେ ଖାଲି ଧାନ ଚାଷ କଲେ ହେବନି, ଧାନ କରିବା ତା ପାଖରେ ହରଡ଼ କରିବା, ତାପରେ ବିରି କରିବା, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଚାଷକୁ ଯଦି ଆମେ ବ୍ୟବହାର କରିବା ତାହେଲେ ଆମ ଇକୋନୋମିକ୍ ରିସ୍କ ମଧ୍ୟ କମିବାର ସମ୍ଭାବନା ଅଛି। ସୋ ସେଥିପାଇଁ ଆମେ ତାକୁ ମଧ୍ୟ ଧ୍ୟାନ ଦେବାର ଅଛି। ସଏଲ୍ ମ୍ୟାନେଜମେଣ୍ଟ, ସଏଲ୍କୁ କିଭଳି ଭାବରେ ମ୍ୟାନେଜମେଣ୍ଟ କରିବା, ଯେମିତି ରେଗୁଲାର କଣ୍ଡିସନ୍ ଅଫ୍ ଅର୍ଗାନିକ୍ ମ୍ୟାଟର ଅର୍ ୟୁଜ୍ ଅଫ୍ cover crop can increase soil aggregate stability, soil teeth and diversity of soil microbial life. ଆମେ ଯେତେବେଳେ ସଏଲ୍କୁ ବ୍ୟବହାର କରି ସବୁ ପେଷ୍ଟିସାଇଡ଼୍ ସେ କେମିକାଲ୍କୁ ବିଶେଷ ଭାବରେ କମ୍ ବ୍ୟବହାର କରିକି ଆମେ ତାକୁ ଅର୍ଗାନିକ୍ ଜିନିଷ ବ୍ୟବହାର କରିବା, ଯେମିତି ଖତ ଫତ ସିଏ କି ଏଇସବୁ ଜିନିଷ ଗୁଡ଼ାକ ବ୍ୟବହାର କଲେ ଆମ ପାଇଁ ବେଟର୍ ହେବ। Efficient use of inputs. Sustainable farmer, however, maximize reliance on natural. Sustainable farmers, however, maximize reliance on natural, renewable or non-farming inputs. ଆମେ ତାକୁ ଯେଉଁ ଜିନିଷ ଗୁଡ଼ାକ ଆମ ପାଖରେ ଅଛି, ସେ ଫର୍ଟିଲାଇଜର ହେଲା, ହେର୍ବିସାଇଡ୍ସ ହେଲା, ଏଗୁଡ଼ାକୁ ଦେଖି ଚାହିଁକି ବ୍ୟବହାର କରିବା ଦରକାର। ତାକୁ ଏମିତି ବ୍ୟବହାର କରିବା ଯେମିତି ଥରେ ଆମେ ଧର ବ୍ୟବହାର କଲେ ସେଇ ମାଟିର ଉର୍ବରତା ଯେମିତି ନ କମିବ, ପୁଣି ଥରେ ବ୍ୟବହାର କଲେ ମଧ୍ୟ କି ଅଲଗା କୌଣସି ଚାଷବାସ କଲେ ଯେମିତି ଭଲ ଭାବରେ ହେଇପାରିବ, ମାଟି ଉପରେ ବିଶେଷ ଭାବରେ ଯେମିତି ପ୍ରଭାବ ନ ପଡ଼ିବା ଏହାର ଆବଶ୍ୟକତା ରହିଛି। କନସିଡରେସନ୍ ଅଫ୍ ସୋସିଆଲ, କଲଚରାଲ ଆଣ୍ଡ ଲାଇଫଷ୍ଟାଇଲ ଚଏସେସ୍, ଆମେ ବିଭିନ୍ନ ପ୍ରକାର ଜିନିଷ କିଭଳି ଭାବରେ ବ୍ୟବହାର କରିବା, ତାକୁ ମ୍ୟାନେଜ୍ କରିପାରିବା, ଡିସିସନ୍ସ ନେଇପାରିବା ଏବଂ ଯେତେବେଳେ ବି ଯାହା ବି କରିବା ଏନଭାରମେଣ୍ଟ ପ୍ରତି ଦୃଷ୍ଟିରେ ରଖିକି ସତର୍କ କାର୍ଯ୍ୟ କରିବାକୁ ପଡ଼ିବ ଏବଂ କମ୍ୟୁନିଟିକୁ ମଧ୍ୟ ଆମେ ଇକ୍ୱାଲ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଠିକ୍ ସେଇଭଳି ଭାବରେ ଆନିମାଲ ପ୍ରଡକ୍ସନ୍ ପ୍ରାକ୍ଟିସେସ୍, ଆମେ ସେଇଟା ଦେଖିଲେ
क्रॉप कथा एबे देखिबा एनिमल प्लांट कथा देखिले एबे एनिमल प्रोडक्शंस में कोन ना एनिमल सिलेक्शन जेतेबे हम विभिन्न प्रकार जीवजंतु पालचे की प्रकार पालन करा दरकार से कहूचे जे देयर इज ए वाइड रेंज ऑफ ब्रीड्स अवेलेबल इन ईच ऑफ मेजर ruminant species such as cattle, sheep, goats. Hazel breeds in general have lower growth and milk production potential, are better adapted to less favorable to environment with sparse or highly seasonal forced growth. केते गुडे एनिमल्स अछंती जो माने कि बहुत भल क्षीर दियंती मात्र समानकर पर्यवेक्षण पई मध्ये टिके खराब मध्ये रही थाए तो हमको मध्ये सिंगुडा को सिलेक्शन करिया पड़ियो जे को एनिमल रखिले सेटा हम परिवेश प्रति विशेष भाव क्षतिकारक न हो से देख पे एनिमल न्यूट्रिशन ब्रीडिंग तार हार्ट हेल्थ ग्रेजिंग मैनेजमेंट विभिन्न जिन से गुड़ा आमको देखा पड़ो देख पे कन्फाइंड लाइफ स्टॉक प्रोडक्शन किभली भाव में चाषबास कौ जिनसा करवा कौटा न करवा किभली भाव में पालन करवा जो थे कि आम परिवेश एत मात्रा नष्ट हो ना आम से पद्धति व्यवहार करवा जे दृष्टि रखा जे परिवेश सहित संतुलन हो पार देखा वाटर ना वाटर इज द प्रिंसिपल रिसोर्स that has helped agriculture and society to prosper and it has been a major limiting factor when mismanaged वाटर होची पानी होची सबुठारु मुख्य स्रोत गोटे समस्त जीवजंतु चाषबास समाज उन्नति पानी पर निर्भर कर किंतु जितेबाला पानी आम अपव्यवहार करवा से संपूर्ण रूपे विभिन्न प्रकार समस्या सृष्टि करे सेटा को आम दृष्टि रखिए कराया पड़ो इकोनॉमिक एंड सोशल पॉलिटिकल कॉन्टेक्स्ट को देखा सस्टेनेबल एग्रीकल्चर रिक्वायर्स ए कमिटमेंट टू चेंजिंग पब्लिक पॉलिसीज इकोनॉमिक इंस्टीट्यूशंस एंड सोशल वैल्यूज एज द फूड सिस्टम एक्सटेंड फार बियॉन्ड फार्म हमको पॉलिटिकल कॉन्टेक्स्ट देखा पड़ो जो विभिन्न प्रकार सरकार पॉलिसी अर्थनैतिक अनुष्ठान एवं समाज जो मूल्यबोध को आखि आगे रखिकी विभिन्न प्रकार एग्रीकल्चर यही सब जिन गुड़ा करा सरकार जिते कौन प्रकार पॉलिसीज बनइबे दृष्टि रखिकी बनइबे जोटा कि पर्यावरण परिवेश पाई भल हम फूड एंड एग्रीकल्चर पॉलिसी बहुत गुड़े अच्छी लैंड यूज लेबर रूरल कम्युनिटी डेवलपमेंट कंज्यूमर एंड फूड सिस्टम ये सब गुड़ाक तार गोटे इंडिकेटर्स पे देखा यार कौन कौन सस्टेनेबल एग्रीकल्चर इंडिकेटर्स देखा यार कौन पैरामीटर्स अच्छी सॉइल फर्टिलिटी व हेल्थ आमर सॉइल फर्टिलिटी इंडिकेटर कौन माटीर फर्टिलिटी उर्वरता केमी जाना पैरामीटर्स कौन ताको मापी कौन जापर ना नंबर ऑफ बेनिफिशियल ऑर्गेनिज्म earthworms per square meter, number of predatory mites, number of beneficial microorganism, soil organism, organic carbon. जे माटीर फर्टिलिटी ग्रोथटा आम केमी देखा जे से माटीर से वर्म केते अच्छे किंचु स्क्वायर मीटर केतिक अच्छा कि से उई फुई अच्छी ना नाई माइक्रो ऑर्गेनिज्म मान अच्छा कि नाई कार्बन केतिक मात्रा अच्छी तार स्ट्रक्चर केमी अच्छी जदि युवा सब भल थी आम जानवा तार सॉइल फर्टिलिटी भल अच्छी जदि नाले सॉइल फर्टिलिटी ना सॉइल लॉस पैरामीटर्स कौन जदि आम देखा देख सॉइल कवर इंडेक्स प्रपोर्शंस ऑफ टाइम सॉइल इज कवर्ड विथ क्रॉप प्रोटेक्ट अगेंस्ट लीचिंग एंड एरोजन बेले बेले कौन हुए आम जो विभिन्न प्रकार चाषबास करूँ से कौन हुए से सॉइल को प्रोटेक्शन करें पुणी सॉइल एरोजन जब देखिए लॉस ऑफ टॉप सॉइल इन परसेंटेज पर एनम और इन टर्म्स ऑफ हेक्टर्स पर एनम सॉइल एरोजन आम जो माटीटा अच्छी से जो विभिन्न प्रकार बन्या है बात्या है सब समय केती मात्रा लॉस होपर सॉइलटा आम ध्यान देखिए आम जापर सॉइल यार सब गुड़ाक हूँ पैरामीटर्स अच्छे आ गोटे दुटा देखा कहीं इट इज ए लॉन्ग यूनिट so we will give importance to certain things okay
देख पे मैंने एनर्जी कौन केमती यार पैरामीटर्स इंडिकेटर्स कौन ना बैलेंस टोटल एनर्जी आउट इनपुट टोटल एनर्जी ଆମେ ଚାହିଁଲେ ବି ତାର ପାରାମିଟର୍ସ ଗୁଡ଼ାକ ଦେଖିପାରିବା କ'ଣ କେମିତି ସମ୍ପର୍କ ଅଛି ଏଥିରେ କ'ଣ ପିଲା ମାନେ describe your perceptions of different in farm life today and century ago and give reason for changes but କିଭଳି ଭାବରେ ଡେଭଲପମେଣ୍ଟ ପାଇଁକି କାର୍ଯ୍ୟ କରୁଛି ବା ଏଇଟା ସଷ୍ଟେନେବଲ୍ ଡେଭଲପମେଣ୍ଟ ପାଇଁକି କିଭଳି ଭାବରେ ତାର ଭୂମିକାଟା କ'ଣ ଦେଖିବା ନା ଆକର୍ଡିଂ ଟୁ ୟୁନାଇଟେଡ୍ ନେସନ୍ ଇଣ୍ଡଷ୍ଟ୍ରି has a key role to play in achieving goals of sustainable development as supplier of goods and services required by the societies, as a source of job creation and as an active participant of community life. ଯଦି ୟୁନାଇଟେଡ୍ ନେସନ୍କୁ ଦେଖିବା ୟୁନାଇଟେଡ୍ ନେସନ୍ ମଧ୍ୟ କହୁଛି ଯେ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାଇଁକି ଇଣ୍ଡଷ୍ଟ୍ରି ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କାହିଁକିନା ଏ ବହୁତ ମାତ୍ରାରେ ଜବ୍ କ୍ରିଏସନ୍ କରିଥାଏ ଏବଂ ଗୋଟେ ସାମୂହିକ ଜୀବନରେ ସମସ୍ତଙ୍କ ସହଯୋଗକୁ ଆକ୍ଟିଭ୍ ପାର୍ଟିସିପେସନ୍କୁ ଏହା ଗୁରୁତ୍ୱ ପ୍ରଦାନ କରିଥାଏ ଯଦି ଦେଖିବା ଦି ହିଷ୍ଟୋରିକ୍ ପାଥ୍ ଅଫ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଯଦି ଦେଖିବା କେଉଁଠୁ କେମିତି इंडस्ट्री लोक मैंने विभिन्न प्रकार सेवा सुविधा सर्विस जोगे देला देख ना 1980s बेलू द इंग्लिश सिस्टम अप्लाई पावर ड्रिवेन मशीन्स टू ओल्ड प्री इंडस्ट्रियल मेथड्स 80s रु विभिन्न प्रकार इंजिन आस्ते आस्ते आरंभ होगा स्टार्ट हो गला 1850s टू 1920s द अमेरिकन सिस्टम स्टैंडर्डाइजेशन ऑफ प्रोडक्शंस एंड इंटरचेंजेबिलिटी ऑफ पार्ट्स एथिरे मध्ये किछि गोटे परिवर्तन 1950 टू 1960 रे टेलरिज्म आसिले असेंबली लाइन वर्टिकल इंटीग्रेशन ऑप्टिमाइजेशन ऑफ इंडिविजुअल टास्क जो विभिन्न प्रकार गोटे लोक को सही काम करिया को दिया जीवो सब मैनेजरियल स्किल करिया को दिया जीवो एई सब जिंस गुडा अछि 1960 टू 1985 क्वालिटी कंट्रोल 1990s परे फ्लेक्सिबल एंड होलिस्टिक अप्रोच एई सब जिंस गुडा आस्ते आस्ते व्यवहार करेके हमर जो इंडस्ट्रियलाइजेशन सिस्टम को आस्ते आस्ते काम करा छै आहुर आगु को निया जाय छै किंतु कौन असुविधा अच्छे मन देख देयर कमिटमेंट टू दिस गोल हैज बीन अपरेंट थ्रू मेनी इनोवेटिव इनिशिएटिव्स बाय सेवरल बिजनेस ग्रुप एंड इंडिविजुअल कंपनीज सम ऑफ देम आर तांकर कमिटमेंट तो अच्छी इनोवेटिव इनिशिएटिव से माने नियंती समाज ପାଇଁ कि व्यक्ति विशेष मानकर उन्नति ପାଇଁ ସେଥିପାଇଁ କେତେ କଣ ସେମାନେ ନେଇଛନ୍ତି ନା ରେସ୍ପନ୍ସିबल एंटरप्रेन्योरशिप This initiative provides managerial, technical, financial resources to contribute with the resolution of environmental challenges. सेमाने responsible है कि जो कल कारखाना उद्योग तैयारी करछन्ती केवल भाबरे मैनेज जो environmental जो challenges अछि ताकू किभଳି भाबे रोका जाय पारियो सेथिमे सेमाने मध्ये responsible एमिदि नुहे जे प्राकृतिक संपदा संपूर्ण रूप नष्ट कष्ट करछन ताकू किभଳି भाबरे एडजस्ट करि पारिबे रेस्पोंसिबल है कि कार्य कर पारे सेमाने मध्ये नेसन कॉर्पोरेट एनवायरमेंटल मैनेजमेंट टूल्स कॉर्पोरेट माने मध्ये विभिन्न प्रकार एनवायरमेंटल मैनेजमेंट टूल मध्ये व्यवहार करछन्ती जेमिति कि कहै गले it will contribute to the harmonization of environmental regulation and enforcement and will further improve corporate policy and practices. ताको policy practices रे विभिन्न प्रकार नूतन प्रकार टेक्नोलॉजी से माने व्यवहार करछन्ती जा फल कि एनवायरनमेंट को केते मात्रा रे जेबली भाबे प्रभाव न पकि जाय पारे तापर होची टेक्नोलॉजी कोऑपरेशन इंडस्ट्रीज एंड फ्रेश वाटर एई गुडा को सब गुडा को अछि जे जो विभिन्न प्रकार इंडस्ट्रीज अच्छे से गुरुत्वपूर्ण भूमिका रही जे ए एनवायरमेंटल प्रोटेक्शंस करने सस्टेनेबल डेवलपमेंट से भूमिका रही देख टेक्नोलॉजी कोऑपरेशन अच्छी एनवायरमेंटल मैनेजमेंट अच्छी रेस्पॉन्सिबल एंटरप्रेन्योरशिप फ्रेश वाटर मैनेजमेंट ये सब से बहुत बड़ भूमिका रही जोटा कि साधारण लोक करें न करेंगे कि बहुत बड़ कलकारखाना उद्योग ये सब जिन गुड़ाक कर विभिन्न प्रकार देश मानक से गुड़ाक जमीक जब आम देखा गोटे एग्जांपल नवा एशिया पैसिफिक देखिए स्मॉल एंड मीडियम एंटरप्राइजेस प्ले ए डिसाइसिव रोल इन द रीजन दे नीड टू बी इन्वॉल्व मोर डायरेक्टली जो एशिया पैसिफिक आम कहवा जदि एशिया एवं प्रशांत महासागरीय क्षेत्र में
ଏଇ ଯେଉଁ ଛୋଟ ଏବଂ ମଧ୍ୟମ ଧରଣର ଯେଉଁ ଇଣ୍ଡଷ୍ଟ୍ରିଜ୍ ମାନେ ଅଛନ୍ତି ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ଏବଂ ସେମାନେ ଡାଇରେକ୍ଟଲି ସେମାନଙ୍କର ଇନଭଲଭମେଣ୍ଟ ହିଁ କାମନା କରାଯାଇଥାଏ। କ'ଣ ପାଇଁ ନା ଅନଇକ୍ୱାଲ୍ ଅପରଚ୍ୟୁନିଟି ଫର୍ ମେନ୍ ଆଣ୍ଡ ୱିମେନ୍, ଭାয়োଲେସନ୍ ଅଫ୍ ବେସିକ୍ ଲେବର ରାଇଟ୍ସ are counteracting the sustainable development. Stringent enforcement of relevant legislation and transparency of operating conditions are needed to address these issues. तो एथिरे जो विभिन्न प्रकार अनइक्वल अपॉर्चुनिटीज अच्छी मेल और फीमेल के मध्य लेबर राइट्स ऊपर जोटा कि गोटे सस्टेनेबल डेवलपमेंट को गोटे हार्मफुल इम्पैक्ट पकाए तो से क्षेत्र में विभिन्न प्रकार लेजिस्लेशन हमार आवश्यकता अच्छी जहाँफल ट्रांसपेरेन्सी आसो यही सब इश्यूज गुड़ाक डील कर देख पे with the emergence of globalization in the service sector growing to cater to the demands of both producers as well as consumer बर्तमान ग्लोबलाइजेशन आसवा फल बर्तमान कि भाव में व्यवस्था चली डिमांड सप्लाय कौन कौन विभिन्न प्रकार गोटे कंज्यूमर सोसाइटी बर्तमान शब्दक हबार लगी आउ कौन हो डिफेन्स ऑफ आर्मामेंट्स ये केमी सस्टेनेबल डेवलपमेंट को प्रभावित करुच्छे many corporations were born out of the war and today a strong relationship between military expansions and companies remains. While globally military expenditure accounts 3% of GNP compared with the social development expenditure 10% for health and education. In some countries, military expenditures even exceed social spending. There is a particular concern about the sale of armed and oppressive or aggressive regimes or into areas of potential instabilities. There is also particular concerns about certain types of weapons, landmines and nuclear, chemical, biological weapons. ପିଲାମାନେ ଏଇ ସବୁ ଡିଫେନ୍ସ ବା ଆମେ କହିବା ପ୍ରତିରକ୍ଷା ବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ଏ ସଷ୍ଟେନେବଲ୍ ଡେଭଲପମେଣ୍ଟକୁ ମଧ୍ୟ ପ୍ରଭାବିତ କରୁଛି। କାହିଁକିନା ଗୋଟେ ଦେଶର ଗ୍ରସ୍ ନ୍ୟାସନାଲ୍ ପ୍ରଡ଼କ୍ଟ ବା ଗ୍ରସ୍ ଡୋମେଷ୍ଟିକ୍ ପ୍ରଡ଼କ୍ଟ ବା ସେ ଦେଶର ଉନ୍ନତି ଯେଉଁ ହୁଏ ବା ବିକାଶ ହାର ଯେତିକି ହୁଏ ତାର 3% ସେମାନେ ଖର୍ଚ୍ଚ କରନ୍ତି ଅଲମୋଷ୍ଟ ମିଲିଟାରୀରେ ଖର୍ଚ୍ଚ କରନ୍ତି ଏବଂ 10% ଖର୍ଚ୍ଚ କରନ୍ତି କ'ଣ ସୋସିଆଲାଇଜେସନ୍ ପ୍ରୋସେସ୍ରେ ଯେମିତିକି ହେଲ୍ଥ ଏଜୁକେସନ୍ ଏହିସବୁ ଇମ୍ପୋର୍ଟାଣ୍ଟ ସେକ୍ଟରରେ ସେମାନେ ସୋସିଆଲ ସ୍ପେଣ୍ଡିଂ କରିଥାନ୍ତି। କିନ୍ତୁ କେତେ ଗୁଡ଼ିଏ ଦେଶ ଅଛନ୍ତି ଯେଉଁମାନେ କି ଅଥରିଟାରିଆନ୍ ରିଜିମ୍ ଆଗ୍ରେସିଭ୍ ରିଜିମ୍ ଅଛନ୍ତି ସେମାନେ ଅଧିକରୁ ଅଧିକ ଫୋକସ୍ 10% ପାଖାପାଖି ଖର୍ଚ୍ଚ କରନ୍ତି କେବଳ ମିଲିଟାରୀରେ ଏବଂ ଏହି ସୋସିଆଲ ସ୍ପେଣ୍ଡିଂ ଏତେ ମାତ୍ରାରେ କରନ୍ତି ନାହିଁ ଏବଂ ସେମାନଙ୍କୁ ବେଳେବେଳେ କରିବା ପାଇଁକି ବାଧ୍ୟ ଯଦି ଯେମିତି ଧର ଇସ୍ରାଏଲ ସପୋଜ ଇସ୍ରାଏଲ ତା ଚାରିପଟେ ସବୁତକ ଶତ୍ରୁ ରାଷ୍ଟ୍ର ତ ତାହେଲେ ତାକୁ କ'ଣ କରିବାକୁ ପଡ଼ିବ ଆଗ ହେଲ୍ଥ ଏଜୁକେସନକୁ ଗୁରୁତ୍ୱ ଦେବାକୁ ପଡ଼ିବ ନା ତାକୁ ସୁରକ୍ଷା କରିବା ପାଇଁକି ଆର୍ମସ କି ଆର୍ମାମେଣ୍ଟସ ଏଇଗୁଡ଼ାକୁ ଯୋଗାଡ଼ କରିବାକୁ ପଡ଼ିବ ତ ସେଇ ହିସାବରେ ସେଇ ସବୁ ରାଷ୍ଟ୍ର ସରକାର କାର୍ଯ୍ୟ କରନ୍ତି ନିଜକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାର ନିଜର ଅର୍ଥ ଗୁଡ଼ାକ ଦେଶର ଅର୍ଥ ଗୁଡ଼ାକ ଏହିସବୁ ୱେପନ୍ସ ନିର୍ମାଣରେ ୱେପନ୍ କିଣିବାରେ ସେମାନେ ବ୍ୟବହାର କରନ୍ତି ବା ଆର୍ମାମେଣ୍ଟ କିଣିବାରେ ସେମାନେ ବ୍ୟବହାର କରନ୍ତି ଏବଂ ସେମାନେ କ'ଣ ଯେ ବିଭିନ୍ନ ପ୍ରକାର ରାଷ୍ଟ୍ରମାନେ ସେମାନେ ଯେମିତି ଆମେ ଆଗରୁ କହୁଥିଲେ ଭାରତ ଇଣ୍ଡିଆ ଇଜ୍ ଦ ଲାର୍ଜେଷ୍ଟ ଇମ୍ପୋର୍ଟର୍ସ ଅଫ୍ ଆର୍ମାମେଣ୍ଟସ ଭାରତ ଥିଲା କ'ଣ ପୃଥିବୀର ଲାର୍ଜେଷ୍ଟ ଇମ୍ପୋର୍ଟର କାହିଁକିନା ଆମ ଯଦି ଦେଖିବା ଭାରତ ବର୍ଷର ତାର ପାଖ ଆଖରେ ଯେଉଁ କଣ୍ଟ୍ରିମାନେ ଅଛନ୍ତି ତାଙ୍କର ଭାରତ ସହିତ ଏତେ କଡ଼ିଆ ରିଲେସନ୍ ନୁହେଁ ତମେ ଏକ୍ଜାମ୍ପଲ୍ ନେବ ଚାଇନା ଭାରତର ବହୁତ ବଡ଼ ଶତ୍ରୁ ହେଇଛି ବର୍ତ୍ତମାନ ପାକିସ୍ତାନ କଥା ତ ତମେ ଏବେ ଆଗରୁ ବି ଜାଣିଛ ବର୍ତ୍ତମାନ ଆସିଲାଣି ନେପାଳ ମଧ୍ୟ ଭାରତକୁ ଅପୋଜ କରିବାରେ ଲାଗିଛି ମିଆଁମାର ସେଠିରେ ମଧ୍ୟ ସମସ୍ୟା ଅଛି ଆଫଗାନିସ୍ତାନ ଏବେ ହୁଏତ ଭାରତ ସହିତ ଭଲ ଅଛି କିନ୍ତୁ ସେଠି ତାଲିବାନ ସରକାର ଅଛି ଏବଂ ଯଦି ସେପଟେ ଯଦି ଦେଖିବା ତୁର୍କୀ ମଧ୍ୟ ସମ୍ପର୍କ ବି ଏତେ ମାତ୍ରାରେ ଭଲ ନାହିଁ ତ ବର୍ତ୍ତମାନ ଏଇସବୁ କଣ୍ଡିସନ୍ସରେ ସବୁ ରାଷ୍ଟ୍ରମାନେ ଲାଗି ପଡ଼ୁଛନ୍ତି ତାର ଗୋଟେ ଏକ୍ଜାମ୍ପଲ୍ ଦେଉଛି ଦେଖ যে approximately 2.5 million new mines are laid each year and once laid a mine can remain active for over 50 years. The cost of removing all these active mines worldwide is estimated $33 billion. ଯଦି ପିଲାମାନେ ଏଇ ଯେଉଁ ଲାଇନ୍ ଏଇଗୁଡ଼ା ହେଉଛି କ'ଣ ନା ଲ୍ୟାଣ୍ଡମାଇନ୍ ଲ୍ୟାଣ୍ଡମାଇନ୍ ମାନେ ଏଇଗୁଡ଼ାକ ହେଉଛି ତଳେ ପୋତା ହେଇଥିବ ତା ଭିତରେ ତା ଉପରେ ଯଦି କୌଣସି ଲୋକ ଚାଲିଗଲେ କି ଗାଡ଼ି ଚାଲିଗଲେ ସେଇଟା ବ୍ଲାଷ୍ଟ ହେଇଯିବ
ଏବଂ ସେଇ ଜିନିଷଟାକୁ ନଷ୍ଟ କରିବ। ଦେଖ ପ୍ରତି ବର୍ଷ 25 ଲକ୍ଷ ନୂଆ ମାଇନ୍, ଏ ଯେଉଁ ଲ୍ୟାଣ୍ଡମାଇନ୍ ଗୁଡ଼ାକ 25 ଲକ୍ଷ ବିଛା ଯାଉଛି ଏବଂ ଏଇଗୁଡ଼ାକ ଯେତେବେଳେ ବିଛା ଯାଉଛି, ଥରେ ଯଦି ବିଛା ହେଲା ତାର ଲାଇଫ୍ ହେଉଛି 50 ବର୍ଷ ପର୍ଯ୍ୟନ୍ତ। ଆଜି ବୁଝିଦେଲେ 50 ବର୍ଷ ଭିତରେ ଯଦି କିଏ ଯିବ ଧର 5, 10 ବର୍ଷ 20 ବର୍ଷ ପରେ ବି ଯଦି ଧର କୋଉ ଲୋକ ଯଦି ସେଇପଟେ ଗଲା କି କାହାର ଗୋଡ଼ ପଡ଼ିଲା ବି ସେଇଟା ଆକ୍ଟିଭ ହେଇକି ରହୁଛି, ସେଇଟା ବି ବ୍ଲାଷ୍ଟ ହେବାର ସମ୍ଭାବନା ରହୁଛି। ତାହେଲେ ଭାବ ଯେ ଏଇଗୁଡ଼ାକ କେତେ ମାତ୍ରାରେ ମାନେ ପ୍ରତି ବର୍ଷ 2.5 ଲକ୍ଷ 25 ଲକ୍ଷ ନୂଆ ମାଇନ୍ସ ବ୍ୟବହାର କରାଯାଉଛି, ଯେଉଁଟାକି ବିଭିନ୍ନ ରାଷ୍ଟ୍ରମାନେ ନିଜର ସୁରକ୍ଷା ପାଇଁ ବ୍ୟବହାର କରନ୍ତି, ଯେଉଁଟା କେତେ ମାତ୍ରାରେ ତା'ର ପ୍ରଭାବ ପଡ଼ୁଛି। Casualty range from nuclear release. Either a small 10 kilowatt bomb destruction of a nuclear reactor. न्यूक्लियर रिएक्टर ମଧ୍ୟ ଦେଖ ପୁରାପୁରି କେତେ ବଡ଼ ଏରିଆକୁ ସେ କଭର କରୁଛି। ବାୟୋଲୋଜିକାଲ ୱେପନ୍ ମଧ୍ୟ କିଭଳି ଭାବରେ କରୁଛି ଦେଖ, ଏଥିରେ ତା'ର ପ୍ରଭାବ କେତେ ବାଟ। 98% ଡେଡ୍ ହେଇଯିବେ ସାଙ୍ଗେ ସାଙ୍ଗେ, 50% ଡେଡ୍ ହେବେ ଏଇ ପଟଟା, ଇନକାପାସିଟେଡ୍ ଏତିକି ହେବେ, ଇରିଟେଣ୍ଟ ଏତେ ହେବେ, ପ୍ରାଇମେରୀ ଇକୋଲୋଜିକାଲ ଇଫେକ୍ଟ କେତେ ମାତ୍ରାରେ କେତେ ବଡ଼ ଏରିଆକୁ ସମ୍ପୂର୍ଣ୍ଣ ରୂପେ ଗୋଟେ ନ୍ୟୁକ୍ଲିୟର ବମ୍ କ୍ୟାଜୁଆଲିଟି ଆଣିଦେଇପାରେ। ବାୟୋଲୋଜିକାଲ ୱେପନ୍ ମଧ୍ୟ ସେଇଭଳି ଭାବରେ କେତେ ମାତ୍ରାରେ ତା'ର ପ୍ରଭାବ ପଡ଼ିପାରୁଥିବ ତୁମେ ସବୁ ଦେଖିଥିବ। ଯେମିତିକି ଆମେ ସବୁ ଜାଣିଥିଲେ ଯେଉଁ ହିରୋସୀମା ନାଗାସାକି ଉପରେ ବମ୍ ପଡ଼ିଥିଲା, କି ମାତ୍ରାରେ ତା'ର ପ୍ରଭାବ କେତେ ମାତ୍ରାରେ ରହିଥିଲା। So, warfare and conflict divert resources away from development. The two world wars have shown us that war destroys the whole economies of nations. Large armies and armaments industries increase the risk of conflict and the temptations to use such forces either directly or as a threat. For example, by terrorists results in diversion of expenditure from special spending into unproductive military and armed trades. This is the great concern to the progress of sustainable development. ହେଲେ ମାନେ ଏଇ ଯେଉଁ ଯୁଦ୍ଧ ସଂଘର୍ଷ ଏଗୁଡ଼ା କ'ଣ ହୁଏ ନା ରାଷ୍ଟ୍ରକୁ ବିକାଶ ଆଡ଼କୁ ନ ନେଇକି ଗୋଟେ ଅଲଗା ଦିଗ ଆଡ଼କୁ ନେଇଯାଏ, ଯେଉଁଠି ଥାଏ କ'ଣ ବିଭିନ୍ନ ପ୍ରକାର ସମସ୍ୟା ସଂଘର୍ଷ ଥାଏ, ଯେଉଁଟାକି ରାଷ୍ଟ୍ର ଯଦି ସେଇ ପଇସା ଧର ଫର ଏକ୍ଜାମ୍ପଲ୍ ଆମେ ଯେତିକି ଟଙ୍କା ଖର୍ଚ୍ଚ କରୁଛୁ ଆମ ମିଲିଟାରୀରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର କିଣିବାର ହେଲା ବା ତିଆରି କରିବାର ହେଲା, ଯଦି ଆମେ ସେଇ ପଇସା ଗୁଡ଼ାକ ଯଦି ହେଲ୍ଥ ଆଉ ଏଜୁକେସନ୍ ଖର୍ଚ୍ଚ କରିଥାନ୍ତେ ତାହେଲେ କେତେ ମାତ୍ରାରେ ଭଲ ହେଇଥାନ୍ତା। କିନ୍ତୁ ଆମେ କ'ଣ ସେତିକି ମାତ୍ରାରେ କରିପାରିବା କି? କଥା ହେଉଛି ଆମେ ଯଦି ହେଲ୍ଥ ଏଜୁକେସନ୍ ସବୁ ପଇସା ଖର୍ଚ୍ଚ ହେବ ତାହେଲେ ଆମ ଦେଶକୁ ସୁରକ୍ଷା କେମିତି କରିବା? ଏବଂ ସୁରକ୍ଷା କଲା ପରେ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ କଲା ପରେ ବି ବିଭିନ୍ନ ପ୍ରକାର ଟେରରିଷ୍ଟ ମାନେ ଆସୁଛନ୍ତି, ଏମିତି ପହଲଗାମରେ ଆଟାକ୍ କରିକି ଗଲେ, ସେମାନଙ୍କର ଡାଇରେକ୍ଟଲି ଲିଙ୍କ ଅଛି ପାକିସ୍ତାନ ସହିତ, ସେମାନେ ଆସିକି ବହୁତ ଗୁଡ଼ିଏ ଲୋକଙ୍କୁ ମାରିଦେଇକି ଚାଲିଗଲେ। ତ ସେଇ ଜାଗାରେ ଆମକୁ କ'ଣ କରିବାକୁ ପଡ଼ୁଛି, ଆମେ ମଧ୍ୟ ତାକୁ ଯାଇକି ଅପରେସନ୍ ସିନ୍ଦୁର କଲେ ଏବଂ ଆମର ବି ବହୁତ ଗୁଡ଼ିଏ ଆମର ବି କିଛିଟା ଏରୋପ୍ଲେନ୍ ନଷ୍ଟ ହେଇଛି, ପାକିସ୍ତାନ ବି ନଷ୍ଟ ହେଇଛି, ମାନେ ଭାବ କେତେ ହଜାର ଲକ୍ଷ ଲକ୍ଷ କୋଟି ଟଙ୍କା ମାତ୍ର 4-5 ଦିନରେ ଖର୍ଚ୍ଚ ହେଇଗଲା ଉଭୟ କଣ୍ଟ୍ରିଙ୍କର। ତ ଏଇଗୁଡ଼ାକ ହେଉଛି ଏ ସଷ୍ଟେନେବଲ୍ ଡେଭଲପମେଣ୍ଟର ସବୁଗୁଡ଼ାକ ଗୋଟେ ବହୁତ ବଡ଼ ସମସ୍ୟା ଦେଇକି ଗତି କରୁଛି। ତା ଛଡ଼ା ହେଉଛି କ'ଣ ନା କ୍ୱେଷ୍ଟ ଫର୍ କମ୍ଫର୍ଟ। ଆମେ ସବୁବେଳେ ଖୋଜୁଛେ ଯେ କିଭଳି ଭାବରେ ଆରାମଦାୟକ ଜୀବନଯାପନ କରିପାରିବା, ଯେମିତି ପାଣିକୁ ବହୁତ ଭଲ ଭାବରେ ମନ ଇଚ୍ଛା ବ୍ୟବହାର କରିବା, ଯେତିକି ଦରକାର ନାହିଁ ତାକୁ ବ୍ୟବହାର କରିବା, ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଖାଇବା ଏବଂ ଖାଇବା ପରେ ଯେତିକି ଆବଶ୍ୟକତା ନାହିଁ ଆମେ ତାଠୁ ଅଧିକ ଫୋପାଡ଼ିବା, ଯେମିତି ବିଭିନ୍ନ ପ୍ରକାର ନିଜର ଖୁସି ପାଇଁକି ଏରୋପ୍ଲେନ୍, ଉଡ଼ାଜାହାଜ, ପରିବେଶକୁ ରାସ୍ତା ଚକାଚକ ପରିମାଣ ଏସବୁ ଜିନିଷ ଗୁଡ଼ାକ ଯଦି ବ୍ୟବହାର କରିବା ତାହେଲେ ଏଇଟା କେଉଁଠି ନା କେଉଁଠି ଆମର ସେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଉପରେ ମୋତେ କ୍ୱେଶ୍ଚନ୍ ଆଣୁଛି। Lifestyle and consumerism. The problems of consumerism and lifestyle in the market economy have long been neglected. The price of consumerism is a core problem in sustainable development.
because it concerns the consumptions of natural resources converted into products and due to non-biodegradability of waste. In a market economy, consumerism is based merely as a assumptions that the market will grow as consumption increases. ପିଲାମାନେ ବର୍ତ୍ତମାନ ଯେଉଁ ଲାଇଫଷ୍ଟାଇଲ୍ ହେଇଗଲାଣି ଆମେ କନଜ୍ୟୁମରିଜମ୍ ଆମର ପାଣି ଦରକାର ଆମେ ପାଣି ଆମର ଇମ୍ପୋର୍ଟାଣ୍ଟ ହେଉଛି ପାଣିଟେ ପିଇବାକୁ କିନ୍ତୁ ପାଣିଟେ ପିଇଲା ବେଳକୁ ଆମକୁ ଗୋଟେ ବୋତଲଟେ କିଣିବାକୁ ପଡ଼ୁଛି ସେ ପାଣି ଯେଉଁ ବୋତଲ କିଣୁଛେ ସେଇଟାକୁ ଆମେ ବାହାରକୁ କାଢ଼ୁଛେ ପୁଣି ଯେତେବେଳେ ଆଣୁଛେ ପୁଣି ନୂଆ ବୋତଲ ସେଇ ବୋତଲଟା କୁଆଡ଼େ ଗଲା ନା ବାହାରେ ପଡ଼ିଲା ସେଇଭଳି ଭାବରେ ଦେଖ ଆମେ କେତିକି ୱେଷ୍ଟ କରୁଛେ ଆମେ ପାଣିଟାକୁ ବ୍ୟବହାର କରୁଛେ ଇଟ୍ ଇଜ୍ ଓକେ ବଟ୍ ତା ପାଇଁକି ଆଉ କେତେ ଗୁଡ଼ିଏ ନନ୍ ବାୟୋଡିଗ୍ରେଡେବଲ୍ ୱେଷ୍ଟ ଆମେ ଛାଡ଼ୁଛେ ସେ ପ୍ଲାଷ୍ଟିକ୍ ଯେଉଁଗୁଡ଼ାକି କେବେ ବି ମାଟି ସହିତ ମିଶିବ ନାହିଁ ବର୍ଷ ବର୍ଷ ପର୍ଯ୍ୟନ୍ତ ସେଗୁଡ଼ାକ ରହିବ କିନ୍ତୁ ରହିଲା ପରେ କ'ଣ ହେଉଛି ସେ ପାଣିକି ଦୂଷିତ କରୁଛି ମାଟିକି ଦୂଷିତ କରୁଛି ଏବଂ ଆମର ଯେଉଁ ବିଭିନ୍ନ ପ୍ରକାର ଯେଉଁ ବୃକ୍ଷ ଇଏ ସିଏ ଅଛନ୍ତି ତାଙ୍କ ଉପରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ଆସୁଛି ତ ମାର୍କେଟ ଇକୋନୋମି କ'ଣ କହୁଛି ଯେ କନଜ୍ୟୁମରିଜମଟା ଭଲ ମାର୍କେଟ ବଢ଼ିବ ତ କନଜମ୍ପସନ୍ସ ବଢ଼ିବ ତାହେଲେ ତ ଭଲ କିନ୍ତୁ ଏଇଥିରେ ଗୋଟେ ବହୁତ ବଡ଼ ସମସ୍ୟା ତିଆରି କରୁଛି ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାଇଁ ଗୋଟେ ବଡ଼ ବଡ଼ ସମସ୍ୟା ତିଆରି କରୁଛି ତ ଆମେ ସଷ୍ଟେନେବଲ୍ ଲାଇଫଷ୍ଟାଇଲ୍ ତିଆରି କରିବା ଦରକାର ନା କ'ଣ ନା ଦି ଆନ୍ସର ଦି କ୍ୱେଶ୍ଚନ୍ସ ହ୍ୱାଟ୍ ଇଜ୍ ସଷ୍ଟେନେବଲ୍ ଲାଇଫଷ୍ଟାଇଲ୍ କ'ଣ କିଭଳି ଭାବରେ ଲାଇଫଷ୍ଟାଇଲ୍ ମେଣ୍ଟେନ୍ କଲେ ଆମ ପରିବେଶ ନଷ୍ଟ ହେବନି ଓକେ ସେଟାକୁ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେମିତି it has to be worked out by different communities or family in their perspective of culture. It will be different in details for everyone, though we could suggest some basics guidelines. ଏଠି ଗୋଟେ ବେସିକ୍ ଗାଇଡ଼ଲାଇନ୍ସ ଅଛି ଆମେ ତାକୁ ଗୁରୁତ୍ୱ ଦେବାର ଅଛି ଯେମିତିକି ଇଟ୍ ଥଟ୍ଫୁଲି କ'ଣ ଖାଇବା ତାକୁ ଆମକୁ ଦେଖିବାକୁ ପଡ଼ିବ କି ପ୍ରକାର ଯେମିତି ଏଥିରେ ଅଛି ଡଜ୍ ଦି ପ୍ରଡକ୍ସନ୍ସ ଅଫ୍ ଫୁଡ୍ କଜ୍ ଅନେସେସରି ସଫରିଂ ଆମେ ଯେଉଁ ଖାଦ୍ୟ ଖାଉଛେ ସେଥିରେ ଅଲଗା କୌଣସି ଆନିମଲ୍ ଇଏ ସିଏ ସେମାନଙ୍କୁ କୌଣସି ପ୍ରକାର ସଫରିଂ ହେଉନି ତ ତାଙ୍କ ବଳିଦାନରେ ତରଫ ଆମେ ମିଟ୍ ଖାଇବା କିନ୍ତୁ ମିଟ୍ ଯେତେବେଳେ ଖାଇବା ସେଥିରେ ଭାବିବା କି ଏଇ ଯେଉଁ ଆମେ ଖାଉଛେ ଏଇଟା ଗୋଟେ ଜୀବ ତାର ହତ୍ୟା ହେଉନି ତ ଅର୍ ଦି କଜ୍ ଅଫ୍ ଅନନେସେସରି ସଫରିଂ ଅଫ୍ ଅଦର ହ୍ୟୁମାନ୍ସ ଆମେ ଯେଉଁ ଖାଦ୍ୟ ଖାଉଛେ ଅଲଗା କୌଣସି ମନୁଷ୍ୟର ଏଇଟା କିଛି କ୍ଷତି ହେଉନି ତ where does the food come from ସେ ଖାଦ୍ୟଟା କେଉଁଠୁ ଆସିଲା ଆମେ ଜଷ୍ଟ ପାଉରୁଟିଟା ଆଣିଲେ ଖାଇଦେଲେ କି ଫୋପାଡ଼ି ଦେଲେ କିନ୍ତୁ ଆମେ କେବେ ଭାବିଛେ କି ସେ ଗହମଟା କି ଚାଉଳଟା ସେଟା କେଉଁଠୁ ଆସିଛି କେମିତି ଆସିଛି କେତେ ଦିନ ଲାଗିଥିଲା ସେଇଟା ପ୍ରଡ୍ୟୁସ୍ ହେବା ପାଇଁ ସେଇସବୁ ଜିନିଷ ଗୁଡ଼ାକୁ we need to look at ଆମେ ଯେତେବେଳେ ଖାଇବା ପୂର୍ବରୁ ଏଇସବୁ ଜିନିଷ ଗୁଡ଼ାକୁ ଭାବିବାର ଆବଶ୍ୟକତା ରହିଛି ସଫ୍ଟ ଥଟ୍ଫୁଲି ଆମେ ଯେତେବେଳେ ଯିବା ଦୋକାନକୁ ଯିବା ସେତିକି ବେଳେ କେତେ ଗୁଡ଼ିଏ ଜିନିଷକୁ ଆମେ ଗୁରୁତ୍ୱ ଦେବାକୁ ପଡ଼ିବ ଯେମିତି ସପିଂ ଲୋକାଲି ଅର୍ ବୁକ୍ ଅର୍ ବାଇକ୍ has health benefits since few of us take sufficient exercise ଆମେ ଯଦି ଗାଡ଼ି ଅଛି ଆମେ ଯଦି ଯିବା 100 ମିଟର 200 ମିଟର ଯିବା ଆମେ ଚାଲିକି ଯିବା ଅପେକ୍ଷା ଗାଡ଼ିରେ ପସନ୍ଦ କରୁଛେ ପଳେଇବା କିନ୍ତୁ ଯଦି ଆମେ ଗାଡ଼ି ନ ନେଇକି ଯଦି ସାଇକେଲ ନେଇକି ଯାଇଥାନ୍ତେ ଚାଲିକି ଯାଇଥାନ୍ତେ ଆମ ବଡ଼ିର ଏକ୍ସରସାଇଜ ହେଇଥାନ୍ତା ଆମ ସ୍ୱାସ୍ଥ୍ୟ ପାଇଁ ବି ଭଲ ହେଇଥାନ୍ତା କିନ୍ତୁ ଆମେ କ'ଣ କରୁଛେ ପାଖକୁ ଆସିଲେ ବି ଆମେ ଯାଉଛେ ବାଇକ୍ ଫାଇକ୍ ବ୍ୟବହାର କରୁଛୁ ଯେଉଁଟାକି ପରିବେଶ ପାଇଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ଗୋଟେ ବ୍ୟାଡ୍ ଇମ୍ପାକ୍ଟ ପକାଉଛି ଗୋଟେ ଡେଟ୍ରିମେଣ୍ଟାଲ ଇମ୍ପାକ୍ଟ ପକାଉଛି ଚେକ୍ ଦି ଲେବଲ୍ସ ଇନସିଷ୍ଟ my screen is visible to everyone, isn't it? Yes, sir. Okay. ତାପରେ ଦେଖ ପିଲାମାନେ check the labels. Insist as proper labeling on the packaged food. We need honest labeling, eco labels to help us choose wisely. ଯେତେବେଳେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ କିଣୁ ପ୍ୟାକେଜ୍ ଫୁଡ୍ କିଣୁ ସେଥିରେ ଲେବୁଲ୍ ଗୁଡ଼ାକ ଦେଖିବାର ଅଛି ଏବଂ ସେ ଲେବୁଲ୍ ଦେଖିକି ଆମକୁ କିଣିବାର ଅଛି ଯେମିତି ତୁମେ ସବୁ ଜାଣିଥିବ ଗୋଟେ ଗ୍ରୀନ୍ ଥିବ ରେଡ୍ ଥିବ ୟେଲୋ ଥିବ ଏଇସବୁ ଲେବୁଲ୍ସ ଗୁଡ଼ା ଦେଖିଲେ ଆମେ ଜାଣିପାରିବା ଯେ କେଉଁଟା ଆନିମଲ୍ ବା ଯେଉଁ କେଉଁଗୁଡ଼ାକରେ ନନ୍ ଭେଜିଟେରିଆନ୍ ଜିନିଷ ଅଛି କି କେଉଁଟା ଗୋଟେ
ଭେଜିଟେରିଆନ୍ ଜିନିଷ ଅଛି ତାକୁ ଦେଖିକି ଆମେ ଆମ ହିସାବରେ ଆମେ କିଣିପାରିବା କିନ୍ତୁ ଲୋକମାନେ ସେଇ ଜିନିଷଟାକୁ ଭଲ ଭାବରେ ଦେଖେଇ ପାରୁନି ତମେ ଗୋଟେ ପାଉରୁଟି ତରକାରୀ ତମେ କିଣିକି ଆଣିଲ ଘରୁ ଖୋଲା ବେଳକୁ ଦେଖିଲେ ସେଇଟା ଏଗ୍ ସ୍ମେଲ୍ ହେଉଛି ଯେଉଁଟାକି ତମେ ଖାଇଲାବେଳେ ସେଇଟା ସମ୍ପୂର୍ଣ୍ଣ ଫୋପାଡ଼ିଲ ଯେଉଁଟାକି ବିଭିନ୍ନ ପ୍ରକାର ସମସ୍ୟା ଅଛି ତ ସେଥିପାଇଁ ଯେତେବେଳେ ଜିନିଷ ଫିନିଷ କିଣିବା ତାପରେ ଦେଖିବାର ଆବଶ୍ୟକତା ଅଛି ତାପରେ ବ୍ୟାଙ୍କ thoughtfully invest ethically and use an ethically sound bank for your money. By placing your money with ethical banks or investment group, you can be sure that your money is used in a way that supports sustainable industries and development. ଆମେ ଯେତେବେଳେ ଆମ ପଇସା ଇନଭେଷ୍ଟ କରୁଛେ ଠିକ୍ ଠାକ୍ ବ୍ୟାଙ୍କ ଦେଖିକି ବ୍ୟବହାର କରିବାର ଆବଶ୍ୟକତା ରହିଛି ଏବଂ ସେ ମନିଟା ଯେମିତି ଗୋଟେ ସଷ୍ଟେନେବଲ୍ ଇଣ୍ଡଷ୍ଟ୍ରିଜ୍ ବା ସଷ୍ଟେନେବଲ୍ ମାନେ କଣ୍ଟିନ୍ୟୁଅସ୍ ସେ ଇଣ୍ଡଷ୍ଟ୍ରିଟା ଚାଲୁଥିଲା ଭଳିଆ ହେଉଥିବ ଯେଉଁଥିରେ କି ଆମ ମନିଟା ସିକ୍ୟୁର୍ ହେବାର ଆବଶ୍ୟକତା ଅଛି ଏବଂ ବହୁତ ଗୁଡ଼ିଏ ଜାଗାରେ ଯେଉଁ କୋପରେଟିଭ୍ ଇନଭେଷ୍ଟମେଣ୍ଟକୁ ମଧ୍ୟ ଆମର ଆବଶ୍ୟକତା ଅଛି ଆଉ କ'ଣ କରିବା ଦରକାର ନା ଭୋଟ୍ ଥଟ୍ଫୁଲି ଆମେ ଯେତେବେଳେ ଭୋଟ୍ ଦେବା ସେତିକିବେଳେ ମଧ୍ୟ ଦେଖିବାର ଆବଶ୍ୟକତା ଅଛି ଯେ କେଉଁ ସରକାର କେଉଁ ପ୍ରକାର ପ୍ରମିସେସ୍ କରିଛି ଏନଭାୟରମେଣ୍ଟ ପାଇଁ କେତେ ଏମ୍ପ୍ଲୟମେଣ୍ଟ ପାଇଁ କେତେ କି ଆମକୁ କେତେ ମାତ୍ରାରେ ଟ୍ୟାକ୍ସ ସିଷ୍ଟମ୍ କ'ଣ କରିବାକୁ ଦେଇଛି କି ହ୍ୱାଟ୍ ଆର୍ ଦି ବେନିଫିଟ୍ will provide by that government. We need to think about all these things before we vote. ତା ଛଡ଼ା ୟୁଜ୍ ନ୍ୟାଚୁରାଲ୍ ରିସୋର୍ସେସ୍ ଥଟ୍ଫୁଲି ଯେଉଁ ପ୍ରାକୃତିକ ସମ୍ପଦ ଗୁଡ଼ାକ ଅଛି ତାକୁ ମଧ୍ୟ ଆମକୁ ଚିନ୍ତା କରିକି ବ୍ୟବହାର କରିବାର ଆବଶ୍ୟକତା ଅଛି ଯେମିତିକି ଧର ଆମର ବର୍ତ୍ତମାନ ଧର ଗୋଟେ ରୁମ୍ ଅଛି ସେଥିରେ ସୂର୍ଯ୍ୟ କିରଣ ପଡ଼ୁଛି ସୋ ଆଟ୍ ଦ୍ୟାଟ୍ ଟାଇମ୍ ଆଇ ନିଡ୍ ନଟ୍ ଟୁ ଅନ୍ ବଲ୍ because I am getting free sunshine through my window. ତ ସେଥିରେ ମୁଁ ଅନନେସେସରି ବଲ୍ଟେ ଲଗାଇବା କ'ଣ ଦରକାର ଯଦି ଘରକୁ ପବନ ଭଲ ବାଜୁଛି ତାର ତ ଦରକାର ନାହିଁ ମୋର ଫ୍ୟାନ୍ଟା ଲଗାଇବା ଦରକାର ନାହିଁ ସୋ ଦ୍ୟାଟ୍ ଥିଙ୍ଗସ୍ ଆଇ ନିଡ୍ ଟୁ ବି ଆନାଲାଇଜ୍ ଆଉ ଆମେ ଯେତେବେଳେ ଧର ଜିନିଷଟା ଫ୍ରିରେ ମିଳୁଛି ଆମେ ସେଇ ଜିନିଷଟାକୁ ହିଁ ମ୍ୟାକ୍ସିମମ୍ ୟୁଟିଲାଇଜ୍ କରିବା ଦରକାର ଯେମିତି ସୋଲାର ହିଟିଂ ହେଲା ତା ଛଡ଼ା ଫଟୋ ପଲିଟିକ୍ସ ହେଲା ୱିଣ୍ଡ ଦ୍ୱାରା ଯେଉଁ ହେଲା ବାୟୋଗ୍ୟାସ୍ ହେଲା ଫାଷ୍ଟ ଗ୍ରୋଇଂ ଗୁଡ୍ ହେଲା ଏଗୁଡ଼ାକ ଶବ୍ଦକୁ ଆମେ ବ୍ୟବହାର କରିବାର ଆବଶ୍ୟକତା ରହିଛି କାହିଁକିନା ପ୍ରାକୃତିକ ଧର ଫର୍ ଏକ୍ଜାମ୍ପଲ୍ ମୁଁ ପେଟ୍ରୋଲ ଗାଡ଼ି ଗଲି କଟକ ଗଲି ଭୁବନେଶ୍ୱର ଗଲି ପେଟ୍ରୋଲ 1 ଲିଟର ସାରି ଦେଇକି ଆସିଲି 2-3 ଲିଟର ସାରି ଦେଇକି ଆସିଲି ଯଦି ମୁଁ ସେଇଗୁଡ଼ାକ ଯଦି ନ ଯାଇକି ଗୋଟେ ବସ୍ରେ ଯାଇଥାନ୍ତି ତାହେଲେ ସେ 1-2 ଲିଟର ଯେଉଁ ପେଟ୍ରୋଲ ଜାଳିଲି ପରିବେଶକୁ ନଷ୍ଟ କଲି ସେଇତକ ତ ବଞ୍ଚିଥାନ୍ତା ନା ସେଇଗୁଡ଼ାକ ଯେଉଁ ନ୍ୟାଚୁରାଲ୍ ରିସୋର୍ସେସ୍ ତ ସାରିଲେ ଆଟ୍ ଦି ସେମ୍ ଟାଇମ୍ ଯେଉଁ ବିଭିନ୍ନ ପ୍ରକାର ଗ୍ୟାସେସ୍ ସବୁଗୁଡ଼ାକ ମଧ୍ୟ ପରିବେଶକୁ ଛାଡ଼ିଲେ ପରିବେଶକୁ ନଷ୍ଟ କଲେ ତ ଆମେ ଏଇ ଜିନିଷ ଗୁଡ଼ାକୁ ଯେତେବେଳେ ନ୍ୟାଚୁରାଲ୍ ରିସୋର୍ସେସ୍କୁ ବ୍ୟବହାର କରିବା ସବୁ ଜିନିଷ ଗୁଡ଼ାକୁ ଭାବି ଚିନ୍ତିକି ଆମେ ବ୍ୟବହାର କରିବାର ଆବଶ୍ୟକତା ଅଛି ଆମର ଇଲେକ୍ଟ୍ରିସିଟି ଅଛି ଯଦି ଆମେ ସୋଲାର ଲଗାଇବା ଯେଉଁଟା ରିନ୍ୟୁଏବଲ୍ ଏନର୍ଜି ଆମର କିଛି ଅସୁବିଧା ନାହିଁ ସେଇଟା ପର୍ଯ୍ୟାବରଣ ପାଇଁ ବା ଆମର ପରିବେଶ ପାଇଁ ସମ୍ପୂର୍ଣ୍ଣ ରୂପେ ଭଲ ତ ସେଇ ଜିନିଷ ଗୁଡ଼ାକ ଆମର କରିବାର ଆବଶ୍ୟକତା ରହିଛି ଡାଇଲଗ୍ ଥଟ୍ ଡାଇଲଗ୍ ମାନେ ହେଉଛି କ'ଣ ଓପିନିଅନ୍ ଡାଇଲଗ୍ ଡିସ୍କସନ୍ସ ଏଗୁଡ଼ାକ ନା is the process forward by listening to others as well as giving your own opinion when talking with your friends, neighbor, local groups, politicians, business people, religious groups to ease the process forward. We, the people, have getting involved very empowering. Know the issues, seek, persuade by making practical sense. Start a forum for local ideas which also help us to rebuild a sense of community. ଆମେ ଯେତେବେଳେ କଥାବାର୍ତ୍ତା କରିବା ଡାଇଲଗ୍ ଡିସ୍କସନ୍ସ କରିବା ତାକୁ ମଧ୍ୟ ଚିନ୍ତା କରିବା କଥା ବିଭିନ୍ନ ପ୍ରକାର ଲୋକଙ୍କୁ ସେଥିରେ ଇନଭଲ୍ଭ କରିବା କଥା ଆମ ପଡ଼ୋଶୀ ପାଖାପାଖି ଯେଉଁ ଲୋକମାନେ ଅଛନ୍ତି ରାଜନୈତିକ ବ୍ୟକ୍ତି ବିଶେଷ ଏମାନଙ୍କ ସହିତ ଗୋଟେ ଡିସ୍କସନ୍ ଡାଇଲଗ୍ କରିବାର ଆବଶ୍ୟକତା ଅଛି ଯାହାଫଳରେ କି ଯଦି ଏମାନଙ୍କୁ ଆମେ ଇନଭଲ୍ଭ କରିବା ତାହେଲେ ବହୁତ ପ୍ରକାର ଇସ୍ୟୁସ୍ ଆମର ସମାଧାନ ହେଇଯିବ ସମସ୍ୟାର ସମାଧାନ ହେଇଯିବ ତ ସେଥିପାଇଁ ଆମେ କମ୍ୟୁନିଟିକୁ ଇନଭଲ୍ଭ କରିବାର ଆବଶ୍ୟକତା ରହିଛି ସେମିତି ଦେଖ ପିଲାମାନେ ଏନର୍ଜି କି ଯଦି ଆମେ ଦେଖିବା ଏନର୍ଜି କେମିତି ସଷ୍ଟେନେବଲ୍ ଡେଭଲପମେଣ୍ଟରେ ତାର ଭୂମିକା କ'ଣ ନା ଦି ୱାର୍ଲଡ୍ସ ଅଏଲ୍ ରିଜର୍ଭସ୍ ଆର୍ ଏଷ୍ଟିମେଟେଡ୍ ଟୁ ବି 1 trillion barrels at the present rate of consumptions. It is estimated that these reserves will be exhausted in about 45 years. ଆମର ପିଲାମାନେ ଯେଉଁ ଏନର୍ଜିସ୍ କହିବା ଏନର୍ଜି କହିଲେ କ'ଣ ଶକ୍ତି ଗୁଡ଼ା କେଉଁଠୁ ଆସୁଛି
गाड़ी चलाइबा ପାଇଁ କୋଉଠୁ ଏନର୍ଜି ଆମର ଆସୁଛି? पेट्रोल आसूची पेट्रोल आगे कि नने राइट पेट्रोल आस जो आम कहबा बैटरी गाड़ी से जो बैटरी जो लगुच तार भितर जो आम जो कहे सेटा लिथियम बैटरी जो लगुच से कौटू आसूची सेटा भी से नेचर रू आसूची प्रकृति रो आसूची नेचुरल रिसोर्सेस को आम व्यवहार करूचे राइट आगे जदि आम से तार गोटे मेन सोर्स ऑफ एनर्जी आमर बर्तमान गोटे अच्छे कोयला आ गोटे अच्छे पेट्रोल पेट्रोलियम प्रोडक्ट जो तो आम पृथ्वी में जब देखा 1 ट्रिलियन बैरेल्स पेट्रोल गच्छित अच्छे एवं आम कंजप्शन गाड़ी है मोटर है कल कारखाना है उद्योग है ये सब जगह व्यवहार कर चली जदि यही रेट्रे बर्तमान रेट्रे जमी जदि आम से मात्रा कंजप्शन करवा व्यवहार करवा ताहले मैक्सिमम 45 वर्ष पर्यंत से जीव 45 वर्ष पर टोपाए भी पेट्रोल ऑयल रिजर्व आम पाखे न तो ताकू कौन कर आवश्यकता है कौन कले आमर यही जो एनर्जी कहीं बर्तमान जी एनर्जी दरकार हो आगामी किसी वर्ष पर आहरी अधिक दरकार हो कहीं जमी आम कहले आ 25 वर्ष पर आहरी 200 कोटी लोक पाखापाखि आड हो तो एनर्जी आहरी तो दरकार आहरी तो आवश्यकता तो से किभली भाव में कौन कर आवश्यकता रही किंतु देखो द रिसेंट इंटरनेशनल एफर्ट असेसिंग द एनवायरनमेंट इंक्लूडिंग 1992 आर्ट समिट रियो डी जेनेरियो द इंटीग्रेटेड पॉल्यूशन प्रिवेंशन एंड कंट्रोल यूनिट केते गुडे विभिन्न प्रकार कमिशंस तैयारी करा गला जो थे कि टू रिफर द मैसिव कंजम्पशन ऑफ ऑयल एंड फॉसिल फ्यूल आर एक्टिवेटेड द ग्लोबल एनवायरमेंटल प्रॉब्लम्स सच एज एसिड रेन ग्रीन हाउस गैस यही सब जो कन्वेंशंस है इंटरनेशनल लेवल में ये सब गुड़ाक करागला किभली भाव में जो कंजम्पशन रेट अच्छी फॉसिल फ्यूल जो पेट्रोलियम प्रोडक्ट ताकू कमा जाई पारिबो कहीं युवा को व्यवहार कला फल विभिन्न प्रकार समस्या देखा एनवायरमेंटल प्रॉब्लम देखा जमीक एसिड रेन होमर ग्रीन हाउस गैस समस्या हो सो युवा विभिन्न प्रकार समस्या तैयारी करुच्ची जमीक क्योटो प्रोटोकॉल कहुच्छे रिसेंटली adopted the context of climate change conventions calls for a decrease in carbon dioxide emissions and it possible only when energy efficiency and renewable energy sources are prompted by determinations क्योटो प्रोटोकॉल कहला जे को राष्ट्र केतिकी मात्रा रे कार्बन डाइऑक्साइड एमिशन करबो ताकू कमा जाओ कमे कि आम रिन्यूएबल एनर्जी को व्यवहार करने विशेष भाव गुरुत्व दिगला जमी तुम भावुव जे ए कौन पे सब इलेक्ट्रिक स्कूटी आसूँ इलेक्ट्रिक स्कूटी आसबार कारण हूँ रिन्यूएबल सोर्सेस सोलार लाइट बर्तमान तुम सब देखिए घरे घरे छात पर सोलार लाइट लगे कि सरकार मत व्यक्त कर ना आम जो जिनस व्यवहार करुचे एनर्जी व्यवहार करुचे से गुड़ाक जमी धर आम इलेक्ट्रिक कौन हाइड्रो पावर हीराकुद डिपेंडेंट हो हीराकुद जी मात्रा एनर्जी आम रिक्वायर करुचे राज्य से मात्रा से प्रोड्यूस कर आम कौन करुचे ना थर्माल पावर प्लांट जोटा अच्छी कोयला युक्त तापज विद्युत केन्द्र सेठू आणिक एनर्जी आम व्यवहार करुचे तो से एनर्जी व्यवहार कला द्वारा परिवेश नष्ट हो तो से सरकार कौन कहते तुम रिन्यूएबल एनर्जी व्यवहार कर सोलार पैनल व्यवहार कर विंड व्यवहार कर जहाँफल कि आमको विशेष भाव में एनर्जी नष्ट हम ना आम पर्यावरण नष्ट हेनी से जो पेट्रोलियम प्रोडक्ट जब आम विनियोग न कले रखिले हुए तो जो 45 वर्ष भितर सरिया कथा से आहरी अधिक जापर से बर्तमान तुम सब जानी इंडिया चाहूँ कौन हाइड्रोजेन फ्यूल चाहूँ बाहर करने गाड़ी गाड़ी सब नितिन गडकरी से कहते हाइड्रोजेन फ्यूल कौन ना पानी जो अच्छी पानी को पानीटा केमी H2O रे दीटा हाइड्रोजेन गोटे ऑक्सीजन आम जब दीटा जाक को भांगीदबा पानीटा भी हाइड्रोजेन हो हाइड्रोजेनटा जड़े तुम सब जान तो से आमर रिसर्च चली कहीं आमर पानी तो प्लेंटी ऑफ वाटर्स अच्छी व्यवहार करके
ଆମର ଏନର୍ଜି ରିକ୍ୱାରମେଣ୍ଟକୁ ଆମେ ଫୁଲଫିଲ୍ କରେଇ ପାରିବା। ଏହାର ହେଉଛି ଏକ୍ସାମ୍ପଲ୍ ଦେଖ ଆମେ କେଉଁଠୁ ଏନର୍ଜି କେମିତି ପାଇପାରିବା ରିନ୍ୟୁଏବଲ୍ ରିସୋର୍ସେସ୍ ଯେଉଁଥିରେ କି ପର୍ଯ୍ୟାବରଣ ପାଇଁ ବିଶେଷ ଭାବେ କ୍ଷତି ହୁଏ ନାହିଁ। ଏଇଟା ହାଇଡ୍ରୋ ପାୱାର ପ୍ଲାଣ୍ଟ ଯେଉଁ କଥା କହୁଥିଲି ଯେମିତି ହୀରାକୁଦର ଏକ୍ସାମ୍ପଲ୍ ତୁମକୁ ଦେଲି, ଏଥିରେ ଆମର କୌଣସି ପ୍ରକାର ପରିବେଶ ପ୍ରତି କ୍ଷୟକ୍ଷତି ହେବ ନାହିଁ। ଯଦି ଆମେ ୱିଣ୍ଡୋ ଯଦି ମାନେ ଆମେ ଯଦି କହିବା ଏଇଟା କ'ଣ କହନ୍ତି ଯେଉଁ ପବନ କଳ ପବନ ଚକି ଏଇଟା ବୁଲିବ, ଏଇଟାକୁ ବୁଲିଲା ପରେ କ'ଣ ହେବ ଯେ ଇଏ ଇଲେକ୍ଟ୍ରିସିଟି ପ୍ରଡ୍ୟୁସ୍ କରିଦେଇପାରିବ। ଇଏ ମଧ୍ୟ ସୋଲାର ପ୍ୟାନେଲ୍ କଥା ଅଛି, ସୋଲାର ପ୍ୟାନେଲ୍କୁ ବ୍ୟବହାର କରିଲେ ମଧ୍ୟ ଆମର ପରିବେଶ ବିଶେଷ ଭାବରେ ନଷ୍ଟ ହେବ କାହିଁକି ନା ଦିଜ୍ ଆର୍ ଦି ରିନ୍ୟୁଏବଲ୍ ଏନର୍ଜି, ଇଟ୍ ୱିଲ୍ ପ୍ରୋଭାଇଡ୍ ଦି ରିନ୍ୟୁଏବଲ୍ ଏନର୍ଜି। ଆକୁ ବ୍ୟବହାର କଲେ ବି ସେ ପୁନର୍ବାର ଆମକୁ ସେ ଜିନିଷ ଗୁଡ଼ା ଫ୍ରିରେ ପ୍ରଦାନ କରିବ। ସୋ ଯଦି ଦେଖିବା ସମରୀରେ କ'ଣ ନା ଦି ଆଭେଲେବଲ୍ ନ୍ୟାଚୁରାଲ୍ ରିସୋର୍ସ ଇନ୍ ଏ କଣ୍ଟ୍ରି ଡିଟରମାଇନ୍ ଇଟ୍ସ ସୋସିଓ ଇକୋନୋମିକ୍ ଷ୍ଟ୍ରେନ୍ଥ, technologically know how and economic determination enhance the resource use capabilities of the country for the development. A balance between environmental constraint and economic policies is required for the sustainable development. ପିଲାମାନେ ଗୋଟେ ଦେଶର କେତେ ଶକ୍ତି ଅଛି ବା ତାର ଷ୍ଟ୍ରେନ୍ଥ କେମିତି ଅଛି ଜାଣିବା କେମିତି, ଯେ ଜାଣିବା ଯେ ସେ ଦେଶରେ କେତିକି ମାତ୍ରାରେ ପ୍ରାକୃତିକ ସମ୍ପଦ ଭରି କରି ରହିଛି। ଯଦି ଆମେ ଦେଖିବା ବହୁତ ବର୍ତ୍ତମାନ ରଷିଆ ଦେଖ, ଆମେରିକା ଦେଖ, ଏଇ ଦେଶ ଗୁଡ଼ା ବହୁତ ଧନୀ କ'ଣ ପାଇଁ, ଚାଇନା ଦେଖ କ'ଣ ପାଇଁ, ବିକଜ୍ ଅଫ୍ ଦେୟାର ନ୍ୟାଚୁରାଲ୍ ରିସୋର୍ସେସ୍। କେଉଁଠି ସୁନା ଖଣି ଅଛି, କେଉଁଠି ହୀରା ଖଣି ଅଛି, କେଉଁଠି ପେଟ୍ରୋଲିୟମ୍ ପ୍ରଡକ୍ଟ ଅଛି। ତୁମେ ଦେଖ ସାଉଦି ଆରବ ଦେଖ, ଇଏ ଦେଖ, ସିଏ ଦେଖ, ଦେ ଆର୍ ଫର୍ ଏ ସର୍ଟନ୍ ପିରିୟଡ଼ ଦେ ବିକେମ୍ ଭେରି ରିଚ୍। Why? It is only because of their natural resources and how a country will utilize its natural resources for its economic development, that is very important. खाली natural resources ହେଲେ ହେବନି, ସେ country କିଭଳି ଭାବେ ତାକୁ ବ୍ୟବହାର କରିକି ଆଗକୁ ନେଇପାରୁଛି। କିନ୍ତୁ at the same time we need to be very balanced for environmental concern and economic policies. ଏଇ ଯୋଉ ଅଫିସଟା ତାଲା ପଡ଼ିଗଲାନି, ଅଫିସଟା ମୁଁ ଭୁଲି ଯାଇଛି ଆଜି ଦେଇନି, ଟିପ ଦେଇନି। ସୁଧାକର ଭାଇ, ହଉ ମୁଁ ଦେଖେ ପିଲାମାନେ ଗୋଟେ ମିନିଟ୍ ଟିକେ ଜଷ୍ଟ I forgot to give my biometrics actually. ଆଜ୍ଞା ସାର୍। ଗୋଟେ ମିନିଟ୍ ପିଲା ଜଷ୍ଟ ତ ଆମକୁ କ'ଣ କରିବାକୁ ପଡ଼ିବ ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ। କିଭଳି ଭାବରେ ସେ ପ୍ରାକୃତିକ ଭାଇ ପଳେଇଲେଣି କି? ଓ ମୁଁ ଭାଇ ଭୁଲି ଯାଇଛି ଆଜି ଦେବାକୁ। ଓ ଛାଡ଼ ଗଲଣି ଆରେ ତ ଦେଖିବା ଆଉ। ହଉ। ଦେଖ ତାପରେ ଆମେ ଦେଖିବା ୟୁନିଟ୍ 6ରେ ପ୍ୟାଟର୍ନସ୍ ଅଫ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍। ଇଣ୍ଡଷ୍ଟ୍ରିଆଲାଇଜେସନ୍ କ'ଣ ପ୍ୟାଟର୍ନସ୍ ଅଛି, ଇଣ୍ଡଷ୍ଟ୍ରି କେତେ ଭଲ, ଯେମିତି ଆମେ ଟିକେ ପୂର୍ବରୁ କହୁଥିଲେ କ'ଣ ଇଣ୍ଡଷ୍ଟ୍ରିର ଭୂମିକା କ'ଣ ସଷ୍ଟେନେବଲ୍ ଡେଭଲପମେଣ୍ଟର। ଏବେ ଦେଖିବା ଯେ ତାର କ'ଣ ପ୍ୟାଟର୍ନସ୍ ଅଛି। ପ୍ୟାଟର୍ନସ୍ ମାନେ ପ୍ରକାରର। ଓକେ, ଦି ପ୍ରୋସେସ୍ ଅଫ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍ began around 17th century in Britain and spread quickly to other European countries. Coupled with encouraging policies of the government, the technological innovations brought about by industrializations facilitated rapid development in the socio-economic conditions of the continent. ପିଲାମାନେ ଇଣ୍ଡଷ୍ଟ୍ରିଆଲ ମୁଁ ଭୁଲି ଯାଇଛି ବା, ଛାଡ଼ ଆଉ। ଆପଣ ଦେଇନାହାନ୍ତି? ଦେଇଛନ୍ତି ନା କହିବେ ସେ ଦେଖିବା କାଲି। ତ ପିଲାମାନେ କ'ଣ ହେଉଛି ନା 17th ସେଞ୍ଚୁରୀରେ ଆସ୍ତେ ଆସ୍ତେ କ'ଣ ହେଲା ଯେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପ୍ରୋସେସ୍ ଆରମ୍ଭ ହେଲା ଇଂଲଣ୍ଡରେ। ଏବଂ ଇଂଲଣ୍ଡରେ ଆରମ୍ଭ ହେବା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ୟୁରୋପିଆନ୍ କଣ୍ଟ୍ରିଜକୁ ଏହିସବୁ ଜିନିଷ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପ୍ରୋସେସ୍ ଆସ୍ତେ ଆସ୍ତେ ଆଗକୁ ବଢ଼ିଲା ଏବଂ ଆସ୍ତେ ଆସ୍ତେ ଦେଖି ସେ କଣ୍ଟିନେଣ୍ଟ ବା ସମ୍ପୂର୍ଣ୍ଣ ରୂପେ ସେ ମହାଦେଶରେ ମଧ୍ୟ ସେଇଗୁଡ଼ାକ ବଢ଼ିବାକୁ ଲାଗିଲା। ଦି ପ୍ୟାଟର୍ନସ୍ ଅଫ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍ସ ଆର୍ as we realize has taken destructive course owing to irresponsible policies. However, with growing concerns for the environment,
the trend is shifting towards eco-friendly industrial policies. ଯଦି ଆମେ ଦେଖିବା ତା ପାଟର୍ନ କ'ଣ ହେଉଥିଲା, ପ୍ରଥମେ କ'ଣ ହେଉଥିଲା ଯେ ଯେଉଁ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପ୍ରୋସେସ୍ ପାଇଁକି ସମ୍ପୂର୍ଣ୍ଣ ଗୋଟେ ଡିଷ୍ଟ୍ରକ୍ଟିଭ୍ କୋର୍ସ ପଲିସିସ୍ ଗୁଡ଼ାକ କେମିତି ଆମେ ନ୍ୟାଚୁରାଲ ରିସୋର୍ସେସ୍ ଗୁଡ଼ାକୁ ବହୁତ ମାତ୍ରାରେ ଡିପ୍ଲେଟ୍ କରିବା, ତାକୁ ବ୍ୟବହାର କରିବା ଏବଂ ଦେଶକୁ ଉନ୍ନତି କରିବା। ଦେୟାର ୱାଜ୍ ନୋ ପଲିସିସ୍ for the protection of environment। ସେତେବେଳେ କୌଣସି ପ୍ରକାର ଏନଭାୟରମେଣ୍ଟକୁ ପ୍ରୋଟେକ୍ସନ୍ କରିବା କିଛି ପଲିସି ନଥିଲା। ପଲିସି ଓନ୍ଲି ଥିଲା କ'ଣ, କେମିତି ପରିବେଶକୁ ନଷ୍ଟ ଧ୍ୱଂସ କରିବା ଏବଂ ଆମେ ଆମର ଡେଭଲପମେଣ୍ଟ କରିବା। କିନ୍ତୁ ପରବର୍ତ୍ତୀ ସମୟରେ କ'ଣ ହେଲା, ସେ ଯେଉଁ ଟ୍ରେଣ୍ଡ ଥିଲା ସେଇଟା ଟିକେ ପରିବର୍ତ୍ତନ ହେଲା ଆଣ୍ଡ ଇକୋ ଫ୍ରେଣ୍ଡଲି ଇଣ୍ଡଷ୍ଟ୍ରିଆଲ ପଲିସିସ୍ର ଡେଭଲପମେଣ୍ଟ ହେବାକୁ ଲାଗିଲା। କିନ୍ତୁ ପରବର୍ତ୍ତୀ ସମୟରେ ଲୋକମାନେ ସବୁ ଜାଣିଲେ, ବୁଝିଲେ, ସେ କହିଲେ ଯେ ନାଇଁ, ପରିବେଶ ମଧ୍ୟ ଗୁରୁତ୍ୱ ରହିଛି, ତ ସେଥିପାଇଁ ଇକୋ ଫ୍ରେଣ୍ଡଲି ଆମେ ଏମିତି କଳକାରଖାନା ଉଦ୍ୟୋଗ ଦରକାର, ମାତ୍ର ଯେଉଁଥିରେ କି ପରିବେଶକୁ ବିଶେଷ ଭାବରେ କ୍ଷତି ନ ପହଞ୍ଚିବ, ତାପରେ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରାଗଲା। ହିଷ୍ଟୋରିକାଲ ପର୍ସପେକ୍ଟିଭରୁ ଦେଖିଲେ, ଏଇଟା ଅଲରେଡ଼ି ଆମେ ଡିସ୍କସନ୍ସ କଲେ, ତାପରେ ଆଉ ଟିକେ ଦେଖିଦେଉ କିଭଳି ଭାବରେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଆରମ୍ଭ ହେଇଥିଲା। ଦି ରାପିଡ୍ ଆଡଭାନ୍ସେସ୍ ଇନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଲେଡ୍ ଟୁ ଦି ଡେଭଲପମେଣ୍ଟ ଚେଞ୍ଜେସ୍ in industrial organization. The factory system became a dominant mode of production and it caught the eyes of contemporary observers. The system meant of the course of contract concentrations of the workforce and new discipline within the workplace, which have been unknown to the previous time. Large factories could make full use of potential of new technologies, for example, steam turbine engines. This meant large gains in productivity on a scale never previously experienced. Factories were designed to turn out cheap mass-produced goods such as cotton and woolen yarn, cotton cloth, cast metal goods। ଏଇଠି ପିଲାମାନେ ଦେଖ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଯେତେବେଳେ ହେଲା, ପ୍ରଥମ ଷ୍ଟାର୍ଟ ହେଲା, କିଭଳି ଭାବରେ ଗୋଟେ ଗୋଟେ ଜାଗାରେ ହଜାର ହଜାର ଲୋକମାନେ, ଉଦ୍ୟୋଗମାନେ ବିଭିନ୍ନ ପ୍ରକାର ଯେଉଁ ଷ୍ଟିମ୍ ଇଞ୍ଜିନ୍ ବ୍ୟବହାର କରିକି ଏନର୍ଜି ପାଇକି ସେମାନେ ବଡ଼ ବଡ଼ କମ୍ପାନୀ, ଉଦ୍ୟୋଗ, କଳକାରଖାନା ଗୁଡ଼ାକ ପହଞ୍ଚିଲେ, ଯାହାଫଳରେ କି ବହୁତ ଶସ୍ତାରେ ବିଭିନ୍ନ ପ୍ରକାର ପ୍ରଡ଼କ୍ଟ ସେମାନେ ତିଆରି କରିପାରିଲେ ଏବଂ ନିଜର ଜିନିଷ ଗୁଡ଼ାକୁ ସେମାନେ ବିଦେଶରେ ବିକ୍ରି କରିକି ବହୁତ ମାତ୍ରାରେ ଲାଭବାନ ହେବାକୁ ଲାଗିଲେ। ଯିବା ବହୁତ ଗୁଡ଼େ ଅଛି, ଆହୁରି ବି ରହିଗଲା ବହୁତ ଗୁଡ଼େ। So, the perils of industrializations have also become apparent. It is being realized that the catastrophic effects of industrialization as seen today have been due to the neglect of several issues at a time when they should have received our attentions. Industrialized development has taken place in the conjunctions of large-scale environmental degradation and consequences of this myth-guided approach. ପିଲାମାନେ ଦେଖ, ଆମର ଯେଉଁ ଇଣ୍ଡଷ୍ଟ୍ରିଆଲାଇଜେସନ୍ ଥିଲା, ତାହା ଦ୍ୱାରା ବିଭିନ୍ନ ପ୍ରକାର ଭୟଙ୍କର ଇଫେକ୍ଟ ପଡ଼ିଲା କାହା ଉପରେ ନା ଆମର ପର୍ଯ୍ୟାବରଣ ବା ପରିବେଶ ଉପରେ। କୌଣସି ପ୍ରକାର ଗୁରୁତ୍ୱ ସେତେବେଳେ ଦିଆଯାଉ ନଥିଲା, କେବଳ ଇଣ୍ଡଷ୍ଟ୍ରିଜ୍ ତାକୁ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କଲା, ଯାହାଫଳରେ କି ଏନଭାୟରମେଣ୍ଟ ସମ୍ପୂର୍ଣ୍ଣ ରୂପେ ଡିଗ୍ରେଡେସନ୍ ହେଲା। କେମିତି ହେଲା ମଧ୍ୟ ଦେଖ, ତାର କ'ଣ ଇଫେକ୍ଟ, ତାର ସବୁ ଡେଞ୍ଜରସ୍ ଇଫେକ୍ଟ କ'ଣ ଥିଲା ନା, patterns of industrializations with global warming and its effect। ଇଣ୍ଡଷ୍ଟ୍ରିଆଲାଇଜେସନ୍ ବଢ଼ିବା ପରବର୍ତ୍ତୀ ସମୟରେ ଗ୍ଲୋବାଲ ୱାର୍ମିଂ ହେବାରେ, ବିଶ୍ୱ ତାପ ବଢ଼ିବାରେ ଲାଗିଲା। Rise in the incidence of respiratory disease in certain region। ଏ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେବା ଫଳରେ ବିଭିନ୍ନ ପ୍ରକାର ନୂତନ ପ୍ରକାର ରୋଗ ସବୁଯାକ ସୃଷ୍ଟି ହେଲା ବିଭିନ୍ନ ପ୍ରକାର ଅଞ୍ଚଳରେ। Emission from units reduce rain, snow over adjoining region, also reducing the amount of solar energy that reaches the earth। ବହୁତ ଗୁଡ଼ିଏ ଜାଗାରେ କ'ଣ ହେଲା ଯେ ବର୍ଷା ମଧ୍ୟ ହେଲାନି। ବହୁତ ଗୁଡ଼ିଏ ଜାଗାରେ ଯେଉଁ ସୂର୍ଯ୍ୟଙ୍କର ରଶ୍ମି ଯେତିକି ମାତ୍ରାରେ ପୃଥିବୀରେ ପହଞ୍ଚିବା କଥା ପହଞ୍ଚିଲାନି। କ'ଣ ପାଇଁ ନା, ସେଇ ସବୁ ବିଭିନ୍ନ ପ୍ରକାର ଯେଉଁ ଦୂଷିତ ଗ୍ୟାସ୍ ସେଗୁଡ଼ା ସମ୍ପୂର୍ଣ୍ଣ ରୂପେ କଭର କରିକି ରଖିଲା। ତାପରେ କ'ଣ ହେଲା, ଦି ମାସିଭ୍ ରାଇଜ୍ in the population of poor countries। ଇଣ୍ଡଷ୍ଟ୍ରିଆଲାଇଜେସନ୍ ଫଳରେ ବହୁତ ଗୁଡ଼ିଏ ପପୁଲେସନ୍ ମଧ୍ୟ ଗରିବ ରାଷ୍ଟ୍ରମାନଙ୍କରେ ଦେଖିବାକୁ ମିଳୁଛି, ଯେମିତି ଇଣ୍ଡିଆ, ଚାଇନା, ତମେ ସବୁ ଦେଖିବ, ବାଂଲାଦେଶ ଓଭର ପପୁଲେଟେଡ୍ କଣ୍ଟ୍ରି ରୂପରେ ପରିଗଣିତ ହୋଇଗଲେ। ତାପରେ କ'ଣ, ଦି ଟ୍ରାନ୍ସଫର ଅଫ୍ ପଲ୍ୟୁଟିଂ ଇଣ୍ଡଷ୍ଟ୍ରିଜ୍ ଫ୍ରମ୍ ଡେଭଲପଡ୍ ୱେଷ୍ଟ ଟୁ ଡେଭଲପିଂ କଣ୍ଟ୍ରିଜ୍ ଇଗର୍ ଟୁ ଆଟ୍ରାକ୍ଟ ଫରେନ୍ ଇନଭେଷ୍ଟମେଣ୍ଟ। ବହୁତ ଗୁଡ଼ିଏ ପଲ୍ୟୁଟିଂ ଇଣ୍ଡଷ୍ଟ୍ରିଜ୍ ଯେଉଁଗୁଡ଼ାକି ୱେଷ୍ଟରେ ଥିଲା, ଉନ୍ନତି ରାଷ୍ଟ୍ର ଥିଲା, ସେମାନେ ଆସ୍ତେ ଆସ୍ତେ କ'ଣ କରାଗଲେ, ସେମାନେ ଗରିବ ରାଷ୍ଟ୍ରମାନଙ୍କୁ ଆସିକି
ଇନଭେଷ୍ଟ କରିବାକୁ ଲାଗିଲେ ତାଙ୍କର ପରିବେଶକୁ ମଧ୍ୟ ନଷ୍ଟ କରିବାକୁ ଲାଗିଲେ। The pattern of lifestyle in the West, which is based on consumerism, has a little regard to the non-renewable resources. जो वेस्ट मॉडल वेस्ट ବା ଯେଉଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ାକରେ ସେମାନେ ସବୁ କଞ୍ଜ୍ୟୁମରିଜମ୍ ବା ସବୁ ଜିନିଷକୁ ବ୍ୟବହାର କୁ ବିଶେଷ ଭାବରେ ଗୁରୁତ୍ୱ ଦିଅନ୍ତି। ନନ୍ ରିନ୍ୟୁଏବଲ୍ ରିସୋର୍ସେସ୍କୁ ସେମାନେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। କଞ୍ଜ୍ୟୁମର ଖାଲି ସେମାନେ ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି, ଯେଉଁଟା ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ତ ସେଇ କେସ୍ରେ କ'ଣ ପର୍ସପେକ୍ଟିଭ୍ ହେବା ଦରକାର, କେମିତି ଏଇସବୁ ଇସ୍ୟୁଜ୍ ଗୁଡ଼ାକୁ ସମାଧାନ କରାଯିବା ପାଇଁ କ'ଣ ସବୁ କେମିତି ଆଡ୍ରେସ୍ କରାଯାଇପାରିବ। And the interactions between domestic economy and the environment should be addressed by constructing system of integrated environmental and economic accounts and green gross domestic product accounts। ବର୍ତ୍ତମାନ ଆମେ ଯେଉଁ ଆଗ ବଢ଼ିଛି ଯେ ଦେଶର ଅର୍ଥନୀତି ଇଏ ସେ, ଏଥିରେ କିନ୍ତୁ ଆମକୁ ଯେତେବେଳେ ଦେଶର ଅର୍ଥନୀତି କଥା ବୁଝିବାକୁ ପଡ଼ିବ, ଦେଶର ପରିବେଶକୁ ମଧ୍ୟ ଇକ୍ୱାଲି ଇମ୍ପୋର୍ଟାନ୍ସ ଦେବାକୁ ପଡ଼ିବ। ଯଦି ଆମେ ପରିବେଶକୁ ଗୁରୁତ୍ୱ ନ ଦେବା ତାହେଲେ ବିଭିନ୍ନ ପ୍ରକାର ସମସ୍ୟା ଯେମିତି ଆଗରୁ ଦେଖୁଥିଲେ ସେ ପ୍ରକାର ସମସ୍ୟା ହେବ। ଓକେ, ଆଣ୍ଡ ଇଣ୍ଟରନ୍ୟାସନାଲ ଇନପୁଟ ଆଉଟପୁଟ ଇକୋନୋମିକ ମଡେଲ ସୁଡ୍ ବି ଏମ୍ପ୍ଲଏଡ୍ characterized interdependence of the economies. So these are the things have to look at all these things. ଯଦି ଆମେ ଦେଖିବା, ଦେଖ ପରିବେଶ ଦ୍ୱାରା ପରିବେଶ ପ୍ରଦୂଷଣ ଦ୍ୱାରା ଏଇସବୁ ଯେଉଁ ହ୍ୱାଇଟ୍ ମାର୍କ ଦେଖୁଛ କିଭଳି ଭାବରେ ଏୟାର ଏବଂ ପଲ୍ୟୁସନ୍ ସଲିଡ୍ ୱେଷ୍ଟ এইଗୁଡ଼ାକ ସବୁ ତୁମେ ଦେଖିବାକୁ ପାଇବ। ଭାରତରେ ଯେଉଁ ବାଂଲାଦେଶ ହେଲା କି ଏଇସବୁ ସାଇଡ଼୍ରେ କିଭଳି ଭାବରେ ପଲ୍ୟୁସନ୍ ଇଣ୍ଡଷ୍ଟ୍ରିଆଲାଇଜେସନ୍ ପାଇଁ କିଭଳି ଭାବରେ ସାର୍ କଣ୍ଟ୍ରିଜ୍ ମାନଙ୍କରେ ବିଭିନ୍ନ ପ୍ରକାର ପଲ୍ୟୁସନ୍ ଆମେ ଦେଖିବାକୁ ପାଇବ। ଫର୍ମସ୍ ଅଫ୍ ଇଣ୍ଡଷ୍ଟ୍ରି କେତେ ପ୍ରକାର ଫର୍ମସ୍ ଅଛି, ଇଣ୍ଡଷ୍ଟ୍ରି ଗୁଡ଼ାକର ବିଭିନ୍ନ ପ୍ରକାର ଯଦି ଦେଖିବା, broadly industries can be following types depending on raw material used and product made। ନା ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରି କେତେବେଳେ ଇଣ୍ଡଷ୍ଟ୍ରି ସେ ମ୍ୟାନୁଫ୍ୟାକ୍ଚର କରନ୍ତି, କ'ଣ କ'ଣ ମ୍ୟାନୁଫ୍ୟାକ୍ଚର କରନ୍ତି, ଯେମିତିକି ଇଣ୍ଡଷ୍ଟ୍ରି which produce goods by utilizing processing raw materials semi finished material by product or waste product or any goods। ମ୍ୟାନୁଫ୍ୟାକ୍ଚରିଂ ଇଣ୍ଡଷ୍ଟ୍ରି ଯେଉଁଟା ବିଭିନ୍ନ ପ୍ରକାର ଜିନିଷ ଯିଏ ପ୍ରଡ୍ୟୁସ୍ କରିବ, କେଉଁଥିରେ କରିବ, ହୁଏତ ରରୁ କରିବ କି ନହେଲେ ପ୍ରୋସେସ୍ ମ୍ୟାଟେରିଆଲରୁ ଯିଏ କରିପାରିବ। ଆଉ କେତେ ଗୁଡ଼ିଏ ଇଣ୍ଡଷ୍ଟ୍ରି ଅଛି ଏନର୍ଜି ବେସ୍ଡ ଇଣ୍ଡଷ୍ଟ୍ରିଜ୍, ଏନର୍ଜି ଜେନେରେଟିଂ industry generating energy from water resources, wind, solar, coal, natural gas, biogas, any other sources। କେତେ ଗୁଡ଼ିଏ ଇଣ୍ଡଷ୍ଟ୍ରି ଅଛି ଯିଏକି ଏନର୍ଜି ତିଆରି କରେ। କେଉଁଠୁ ଏନର୍ଜି ତିଆରି କରେ, ଯେମିତି ପାଣିରୁ କରେ, ପବନରୁ କରେ, ସୋଲାରରୁ କରେ, କୋଲରୁ କରେ, କୋଇଲାରୁ କରେ, ଏଇସବୁ ଜିନିଷରୁ ଏନର୍ଜି ତିଆରି କରିବା ପାଇଁ ବି କେତେ ପ୍ରକାର ଇଣ୍ଡଷ୍ଟ୍ରି ଅଛି। ଆଉ କେତେ ଗୁଡ଼ିଏ ଇଣ୍ଡଷ୍ଟ୍ରି ଅଛି ଆଗ୍ରୋ ଆଣ୍ଡ ଫରେଷ୍ଟ ବେସ୍ଡ ଇଣ୍ଡଷ୍ଟ୍ରିଜ୍, ଯେମିତିକି business mainly based on agriculture, forest products such as integrated sericulture and silk productions, horticulture, food processing, এইগুଡ଼ାକ ସବୁ ହେଉଛି ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରିଜ୍। ମିନେରାଲ ଇଣ୍ଡଷ୍ଟ୍ରିଜ୍, ମିନେରାଲ ଇଣ୍ଡଷ୍ଟ୍ରି କହିବାକୁ ଗଲେ ଯେଉଁ ସବୁ ମିନେରାଲ୍ସ ଗୁଡ଼ାକ ଅଛି ସେଇଗୁଡ଼ାକ ପାଇଁ ଏନର୍ଜି ଅଛି ଇଣ୍ଡଷ୍ଟ୍ରି ଅଛି। ଟୁରିଜିମ୍ ଇଣ୍ଡଷ୍ଟ୍ରି ତୁମେ ସବୁ ଜାଣିଥିବ, ଯେମିତି ଟୁରିଷ୍ଟ ଲଜିଂ, ମୋଟେଲ୍ସ, ହୋଟେଲ୍ସ, ରେଷ୍ଟୁରାଣ୍ଟ, ରିସର୍ଟ, এইগুଡ଼ାକ ମଧ୍ୟ ତା'ର ବିଭିନ୍ନ ପ୍ରକାର ଏନର୍ଜିଜ୍ ଯେଉଁ ଇଣ୍ଡଷ୍ଟ୍ରିଜ୍ ଅଛି। ସର୍ଭିସ୍ ଇଣ୍ଡଷ୍ଟ୍ରି, ସର୍ଭିସ୍ ଇଣ୍ଡଷ୍ଟ୍ରି ଯେମିତି କହିବାକୁ ଗଲେ ହ୍ୱାଟ୍ସଆପ୍ ହେଲା, ପ୍ରିଣ୍ଟିଂ ପ୍ରେସ୍ ହେଲା, କନସଲଟାନ୍ସି ସର୍ଭିସ୍, କ୍ଲିନିଂ, ବିଲ୍ଡିଂ ବିଜନେସ୍, ସିନେମାଟୋଗ୍ରାଫି, କନଷ୍ଟ୍ରକ୍ସନ୍ ବିଜନେସ୍, ପବ୍ଲିକ୍ ଟ୍ରାନ୍ସପୋର୍ଟେସନ୍ ବିଜନେସ୍, ଏଗୁଡ଼ାକ ହେଉଛି ସର୍ଭିସ୍ ଇଣ୍ଡଷ୍ଟ୍ରିଜ୍। କନଷ୍ଟ୍ରକ୍ସନ୍ ଇଣ୍ଡଷ୍ଟ୍ରି ଅଛି ବିଭିନ୍ନ ପ୍ରକାର, ଯେଉଁ ଘର ହେଲା, ରାସ୍ତା ହେଲା, ବ୍ରିଜ୍ ହେଲା, ଏଗୁଡ଼ାକୁ ମଧ୍ୟ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ଅଛି। ଦେଖ ଯଦି ଆମେ ଦେଖିବା କି ପ୍ରକାର ଅଛି, ଗ୍ରାଫ୍ ଦେଖିଲେ ମଧ୍ୟ କ୍ଲିୟରଲି ବୁଝିପାରିବା କି ପ୍ରକାର ଏନର୍ଜି ସବୁ ଅଛି। ଇଏ ହେଉଛି ସର୍ଭିସ୍ ସେକ୍ଟରର ଅଛି, ଇଏ ହେଉଛି ମିନେରାଲ୍ସ ଅଛି, ଇଏ ହେଉଛି ଆକ୍ଟିଭେଷ୍ଟ ପ୍ରଡକ୍ଟ, ବିସ୍କୁଟ୍, କେକ୍, ଛତୁ ଫତୁ, ଯେଉଁ ମେସିନାରିଜ୍, ମ୍ୟାନୁଫ୍ୟାକ୍ଚରିଂ, ଏନର୍ଜି ପ୍ରଡକ୍ସନ୍, ଯେମିତି ଗ୍ରୁପୋ, ଇଏ ସେ, କନଷ୍ଟ୍ରକ୍ସନ୍ ବେସ୍ଡ, ଟୁରିଜିମ୍, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ଗୁଡ଼ାକ ଅଛି। କ୍ୟାପିଟାଲ ଇନଭେଷ୍ଟମେଣ୍ଟ ହିସାବରେ ଦେଖିବା, କଟେଜ ଇଣ୍ଡଷ୍ଟ୍ରି ଅଛି, ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରି ଅଛି, ଲାର୍ଜ ସ୍କେଲ୍ ଇଣ୍ଡଷ୍ଟ୍ରି। କଟେଜ ଇଣ୍ଡଷ୍ଟ୍ରି ହେଉଛି ଗ୍ରାମୀଣ କ୍ଷେତ୍ରରେ ଯେଉଁ ଇଣ୍ଡଷ୍ଟ୍ରିଜ୍ ଗୁଡ଼ାକ ଦେଖାଯାଏ, ଆମେ ତାକୁ କଟେଜ ଇଣ୍ଡଷ୍ଟ୍ରି କହିବା। ଯେମିତି ଗାନ୍ଧୀ କହିଥିଲେ କାଟି ପିନ୍ଧ କୁଟି ଖାଅ, ସେ ସବୁ ଲୋକାଲ୍ ଭିଲେଜ୍ ମାନଙ୍କୁ
जो आर्टिसान है क्राफ्ट है युवाक जमी तुम सब देखुव जो बाउंस सब विभिन्न प्रकार तुला तुला सब या कि गाँ गहली जो लुगा फुगा या करते से सब कटेज इंडस्ट्री जीव हाथ या सब सब इंडस्ट्रीज गुड़ाक जीव से तब स्मल स्केल इंडस्ट्री में अल्प किसी लोग 4-6 जन मिसिक गोटे अटा गल करेंगे चुना गल करेंगे ये सब तक स्मल स्केल इंडस्ट्री जीव लार्ज स्केल इंडस्ट्री जो लक्ष लक्ष कोटी कोटी टका इन्वेस्टमेंट होता आम लार्ज स्केल इंडस्ट्री कहवा ए बहुत बहुत मात्रा जिनस मैन्युफैक्चर हुए और इम्पोर्टेड हुए एक्सपोर्ट बाहर को करा ग्लोबलाइजेशन इम्पैक्ट देखा मिलूँ ग्लोबलाइजेशन हूँ कौन पे ग्लोबलाइजेशन होचे the integration of domestic economy with world economies at the globalizations and with that in the process of globalization we can set the resources money people technology resources from one country to another बर्तमान कौन अच्छे ग्लोबलाइजेशन द्वारा बर्तमान इंटरकनेक्ट वर्ल्ड हो जाए इंटरकनेक्ट वर्ल्ड प्रति राष्ट्र आउ गोटे राष्ट्र को सहित संपर्क रखापी बाध्य हो पारे कहीं संपूर्ण रूपे धर अमेरिका कौन जब प्रभाव पड़े तार प्रभाव भारत पर पड़ार आसूँ या द्वारा कि गोटे इम्पैक्ट अच्छी देखा कौन अच्छे समरी देखा the process of industrialization influences a number of areas like economy, social conditions of a country, and of world at large. With the positive effect of industrialization, there have been a negative effect too, as observed by the degradation of environment. Industrialization हमारा भला किंतु तार किते गोटे नेगेटिव इम्पैक्ट मध्य रहुछि जोटा कि हम ऑलरेडी प्रीवियस ऊपर हम डिस्कस कर एबे देखिबा इनइक्विटेबल ग्रोथ आम ग्रोथ कथा जानते जे ग्रोथ कौन लेन देखिबा the economic growth essentially involves three components: capital accumulations, growth in population, and technological progress. The major foundation of economic growth are the investment and the improved quality of existing physical and human resources and increase the quantity of resources. A few countries have attained high levels of economic growth, such as developing countries, while many others are still fairly low level of economic growth. पिलाने देखो जे अर्थनैतिक विकास नॉर्मली तीनटा उपादान को लेकिन गठित जो को देश केते मात्रा ग्रोथ करे ना कैपिटल एक्युमुलेशन से देशर अर्थ केते अछि तांकर पॉपुलेशन ग्रोथ केते और टेक्नोलॉजिकली से माने केते को उन्नत ए तीनटा को होछि पैरामीटर्स बा कंपोनेंट जोटा को लेके हमें कहबा जे से देशर उन्नति केते मात्रा रे होछि एवं एक चित्र जदि देखिबा केते गुडे कंट्री छोट छोट कंट्री हो बड़ा बड़ा कंट्री हो से माने बहुत मात्रा अर्थनैतिक प्रगति पाई जाय केते गुडा सब नॉर्थ कंट्रीज गुडा देखिबा विश्वर नॉर्थ कंट्रीज गुडा सब गुडा डेवलप कंट्रीज किंतु आउ गोटे देखिबा जोटा साउथ पटे रहिले से अर्थनैतिक प्रगति एते मात्रा रे एनी जोटा कि डेवलपिंग कंट्रीज एथिरे भी देखा जे नॉर्थ साउथ एथिरे भी डिवाइड है नॉर्थ माने धनी जैसे साउथ पट लोक मैंने एत मात्रा धनी नहीं से पाखे जो इनइक्वालिटीज अच्छी कौन कौन अच्छी देख फिजिकल एंड ह्यूमन रिसोर्स एनवायरनमेंट से कौन कौन असुविधा अच्छी बिकज ऑफ टाइम कंस्ट्रेंट पे मुझे आगे नौ इम्पोर्टाट जिन गुड़ाक देखा ऑलरेडी गोटे सबतक इंडिकेटर्स ऑफ इनइक्वालिटीज इंडिकेटर्स इनइक्वालिटी होबार इंडिकेटर्स कौन तार संकेत कौन ना फिजिकल एंड ह्यूमन रिसोर्स एनवायरनमेंट द डेवलपिंग कंट्रीज आर मच मोर एंडाउड विथ abundant of natural resources than developed nations, but they often lack of methods of technology for their exploitations. As seen as part of Latin America or Africa, where natural resources are abundant, only the powerful developed countries join the national and engaged in large-scale utilization of resources. पिलाने कौन होची मुख्य कारण गुड़ाक इनइक्वालिटी कौन ना ह्यूमन रिसोर्स जो मानव संपद अच्छी से माने एते मात्रा रे ताको पाखे प्राकृतिक संपद भरपूर अच्छी
କିନ୍ତୁ କଥା ହେଉଛି ତାଙ୍କ ପାଖରେ ଟେକ୍ନୋଲୋଜିର ଅଭାବ ରହିଛି। ତ ସେଇ କ୍ଷେତ୍ରରେ କ'ଣ ହେଉଛି ଯେ ଲାଟିନ୍ ଆମେରିକା ହେଲା, ଆଫ୍ରିକା ହେଲା, ଆଙ୍କ ପାଖେ ବହୁତ ପରିମାଣରେ ନ୍ୟାଚୁରାଲ୍ ରିସୋର୍ସ ପ୍ରାକୃତିକ ସମ୍ପଦ ଭରପୁର ଅଛି, କିନ୍ତୁ ତାକୁ ସେ ବାହାର କରିପାରୁନାହାନ୍ତି। ତ ସେଇ କ୍ଷେତ୍ରରେ କ'ଣ ହେଉଛି ଯେ ଧନୀ ରାଷ୍ଟ୍ରମାନେ ସେଠିକି ଯାଉଛନ୍ତି, ବିଭିନ୍ନ ପ୍ରକାର କଳକାରଖାନା ଉଦ୍ୟୋଗ ପ୍ରତିଷ୍ଠା କରି ସେଇଗୁଡ଼ାକୁ ଡିପ୍ଲିଟିଂ କରୁଛନ୍ତି, ସେଇଗୁଡ଼ାକୁ ଆଣିକି ବ୍ୟବହାର କରୁଛନ୍ତି। ଯାହାଫଳରେ କି ଯଦି ସେଇ ଟେକ୍ନୋଲୋଜି ବା କ୍ୟାପିଟାଲ ଇନଭେଷ୍ଟମେଣ୍ଟ ତାଙ୍କ ପାଖରେ ଥାଆନ୍ତା ହୁଏତ ସେମାନେ ଧନୀ ହେଇଥାନ୍ତେ, କିନ୍ତୁ ତାଙ୍କ ପାଖରେ ଯେହେତୁ ସେ ଟେକ୍ନୋଲୋଜି ନାହିଁ ବା ପୁଞ୍ଜିର ଅଭାବ ଅଛି, ସେମାନେ ଭଲ ଭାବରେ ସେ ଜିନିଷଟାକୁ ବ୍ୟବହାର କରିପାରୁନାହାନ୍ତି। ଓକେ, ତାପରେ କ'ଣ ନା ରିଲେଟିଭ୍ ଲେଭେଲ୍ସ ଅଫ୍ ପର୍ କ୍ୟାପିଟା ଇନକମ୍ ଆଣ୍ଡ ଗ୍ରସ୍ ନ୍ୟାସନାଲ୍ ପ୍ରଡକ୍ଟ। ଏଥିରେ ଲୋକମାନଙ୍କର ପର୍ କ୍ୟାପିଟା ଇନକମ୍ କେତେ ରହୁଛି, ଦେଶର ନ୍ୟାସନାଲ୍ ପ୍ରଡକ୍ଟ ବା ଜିଡିପି ଗ୍ରୋଥ୍ କ'ଣ ହେଉଛି, ତାକୁ ମଧ୍ୟ ଦେଖିବାର ଆବଶ୍ୟକତା ରହୁଛି। ପପୁଲେସନ୍ ଗ୍ରୋଥ୍ ହିସାବରେ କେତେ ଲୋକ ଇଣ୍ଟରନେଟ୍ ୟୁଜ୍ କରୁଛନ୍ତି, ସେମିତି କ୍ଲାଇମେଟ୍ ଡିଫରେଣ୍ଟ। କେତେ ନର୍ଥ ପଟେ ଦେଖିବା ତାଙ୍କର ଥଣ୍ଡା ଏନ୍ଭାରମେଣ୍ଟ, ଲୋକମାନେ ବହୁତ ପରିଶ୍ରମୀ, କିନ୍ତୁ ଆମର ଏପଟେ ଯଦି ଦେଖିବା ଏପଟେ ଲୋକମାନେ ଏତେ ମାତ୍ରାରେ ପରିଶ୍ରମୀ ନୁହଁନ୍ତି। So these are the different regions are there in the population size distribution of growth. ନର୍ଥ ପଟେ ବହୁତ କମ୍ ସଂଖ୍ୟକ ଲୋକ, ଏଠାରେ ବହୁତ ଗୁଡ଼ିଏ ଲୋକ। ଇକୋନୋମିକ୍ ପଲିସିସ୍, ସୋ ଏଥିରେ ବି ଇଣ୍ଡିକେଟର୍ସ ଗୁଡ଼ାକ ଦିଆଯାଇଛି, ଆମେ ଦେଖିବା। The policies of non-agriculture tariffs and few quantitative restrictions of Organization for Economic Cooperation and Development countries quickly paved the way for the expansions of international trade. The factors finally established by the Economic Cooperation and Development countries were high productivity, renovation, ଏସବୁ ଜିନିଷ ଗୁଡ଼ାକ ଅଛି ଯେଉଁଥିପାଇଁ ସେମାନଙ୍କର ପ୍ରଡକ୍ସନ୍ସ ବହୁତ ଭଲ ହେଉଛି। The North-South divide and the general agreement on trade tariff ବା ଯେଉଁଟା GATT, ଏଥିରେ କ'ଣ ହେଉଥିଲା ଯେ ନର୍ଥ ଆଉ ସାଉଥ୍ ଭିତରେ ଗୋଟେ କନେକ୍ଟିଭିଟି ବା ଡାଇଲଗ୍ କରିବା ପାଇଁକି ଏଇ GATT ହେଇଥିଲା, ମାତ୍ର ଏଇଟା ଏତେ ମାତ୍ରାରେ ସକ୍ସେସଫୁଲ୍ ହେଲାନି। ତା ପରବର୍ତ୍ତୀ ସମୟରେ ଏଇଟା କ'ଣ ହେଇଥିଲା ନା ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ WTOରେ ପରିଣତ ହେଇଥିଲା। ଏଗୁଡ଼ା ଏଠି ତୁମେ ସବୁ ଦେଖିବ। ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ ଆଗରୁ GATT ଥିଲା, ଯେଉଁଟା ମୁଁ କହୁଥିଲି, ତିନିଟା ଅର୍ଗାନାଇଜେସନ୍ ନେଇକି ଗଠିତ, ୱାର୍ଲଡ ବ୍ୟାଙ୍କ, WTO ଆଉ ଗୋଟେ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ। ଏମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଯେଉଁ ଅଛି ଦେଖ ଦି ୟୁରୋପୀୟ ରାଉଣ୍ଡରେ ସେଇଟା WTOରେ ପରିଣତ ହେଇଥିଲା। ସେ ପୁରୁଣା GATT ସିଷ୍ଟମଟା କୁ ପରିବର୍ତ୍ତନ କରିକି ଏଇଟା କରାଯାଇଥିଲା। এই ଯେଉଁ WTO କଥା କହୁଥିଲେ ଜଷ୍ଟ, ବର୍ତ୍ତମାନ ସାଉଥ୍ କୋପରେସନ୍ ମଧ୍ୟ ହେଲାଣି। ଆଗରୁ ଆମେ ଦେଖିଥିଲେ ନର୍ଥ ସାଉଥ୍ କୋପରେସନ୍ ପାଇଁକି GATT ହେଇଥିଲା, ତାପରେ WTO ହେଇଥିଲା। ବର୍ତ୍ତମାନ ଏଇ ଯେଉଁ ସାଉଥ୍ ବା ଦକ୍ଷିଣ ବିଶ୍ୱ ଭିତରେ କୋପରେସନ୍ ପାଇଁ ବିଭିନ୍ନ ପ୍ରକାର ଅର୍ଗାନାଇଜେସନ୍ ମଧ୍ୟ କରାଯାଇଛି। ତାର ଏକ୍ଜାମ୍ପଲ୍ ହେଉଛି ନନ୍ ଆଲାଇନମେଣ୍ଟ ମୁଭମେଣ୍ଟ ବା ନାନ୍। ଆମେ ନାଁ ଶୁଣିଥିବ। ଏବେ ଯେମିତି ଇଣ୍ଡିଆ ଯାଇକି ଚାଇନା ରଷିଆ ସହିତ ସମ୍ପର୍କ ସ୍ଥାପନ କରିଥିଲା, କେଉଁଥିରେ ନା ସାଂଘାଇ କର୍ପୋରେସନ୍ରେ। ତ ସେତିକି ବେଳେ ଆମେରିକା କହୁଥିଲା ଯେ ଇଣ୍ଡିଆ ତ ଗୋଟେ ନାନ୍ କଣ୍ଟ୍ରିଜ୍ ଥିଲା, ନର୍ମାଲ୍ କଣ୍ଟ୍ରି ଥିଲା, ସେ କେମିତି ତାଙ୍କ ସହିତ ମିଶୁଛି। ଓକେ, ତାପରେ G77 ହେଲା। ଏଇସବୁ ଦେଶମାନେ ସେମାନେ ସାଉଥ୍ ବା ଯେଉଁ ରାଷ୍ଟ୍ରମାନେ ଡେଭଲପିଂ କଣ୍ଟ୍ରିଜ୍ ମାନେ ଅଛନ୍ତି, ସେମାନେ ମିଳିତ ଭାବରେ ସେମାନେ ଉଦ୍ୟମ କରିକି କିଭଳି ଭାବରେ ଡେଭଲପ୍ କରିପାରିବେ, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବେ। ଆଇ ହାଭ୍ ଅଲରେଡ଼ି ଅଣ୍ଡରଲାଇନ୍ଡ ଅଲ୍ ଦିସ୍ ଥିଙ୍ଗସ୍। ନେକ୍ସଟ ଚାପ୍ଟରକୁ ଯିବା। ଏଥିରେ ପିଲାମାନେ ଦେଖିବା ସମରୀରେ ଯଦି ଦେଖିବା, ଫର୍ ଆନ୍ equitable growth and development, it is necessary to consider three major factors: capital accumulation, population growth, and technological progress. The quality and quantity of human resource play a key role in the economic development. ପିଲାମାନେ because of time constraint, I am just moving out, ସେଥିପାଇଁ କି ବିକଜ୍ ମୋତେ ଆହୁରି ଗୋଟେ ୟୁନିଟ୍ ଅଛି, ତାକୁ ଟିକେ ଦେଖିବାର ବି ଅଛି, କେତିକି ଇମ୍ପୋର୍ଟାଣ୍ଟ ଜିନିଷ ଅଛି, ଆମେ ତାକୁ ଡିସ୍କସନ୍ସ କରିବା। ମୁଁ ଏଗୁଡ଼ା ସବୁ ତାକୁ ହାଇଲାଇଟ୍ ବି କରିଦେଇଛି। ଆଫ୍ଟର କମ୍ପ୍ଲିଟିଂ
class, I will send you so that you will have that PDF. You can see it in your free times. Then देखो local and regional dimensions देखिबा कौन सब issues होइछ, how the sustainable development can be addressed through global and regional basis. Then the sustainable development can be best realized a common future or global sharing concept. This lays emphasis on the link between economic and environmental development. It is recognized that it is not possible to de-link environment from economic development. Inequity in the global economy, military expenditure, and human rights abuses. ମାନେ ସଷ୍ଟେନେବଲ୍ ଡେଭଲପମେଣ୍ଟ କଥା ଯେତେବେଳେ ଆମେ ଦେଖିବା ସେତିକି ବେଳେ ଏଇଟା ବେଟର ରିଅଲାଇଜ୍ ହେଇପାରିବ ଯେତେବେଳେ ଆମେ ସମସ୍ତେ ମିଳିତ ହେଇକି ଗୋଟିଏ କମନ ଫ୍ୟୁଚର ବା ସର୍ବସାଧାରଣଙ୍କ ଭବିଷ୍ୟତ କଥା ଚିନ୍ତା କରିବା। ବିଶ୍ୱର ସେୟାରିଂ ଆମେ ପୃଥିବୀ କିଭଳି ଭାବରେ ସମସ୍ତେ ମିଳିମିଶିକି ବ୍ୟବହାର କରିବା ବା ଉପଭୋଗ କରିବା ତାକୁ ଗୁରୁତ୍ୱ ନଦେଲେ ଏ ସଷ୍ଟେନେବଲ୍ ଡେଭଲପମେଣ୍ଟଟା ହେଇପାରିବ ନାହିଁ। ଏବଂ ଏଥିରେ ଗୋଟେ ଲିଙ୍କ ତିଆରି କରିବାକୁ ପଡ଼ିବ। ଲିଙ୍କ କ'ଣ ନା ଅର୍ଥନୀତି ଏବଂ ପରିବେଶର ଉନ୍ନତିକୁ ଦୁଇଟା ଯାକ ଆମକୁ ଯୋଡ଼ିବାକୁ ପଡ଼ିବ। ଆମେ କିନ୍ତୁ କ'ଣ ଭାବୁଛେ ଅର୍ଥନୀତି କହିଲେ ପରିବେଶକୁ ନଷ୍ଟ କର ଦେଶକୁ ବିକାଶିବ, ନା ସେଟା ହେଇପାରିବ। ସେଟା ହେଲେ କ'ଣ ସେ ମାନବ ସଭ୍ୟତାର ମଧ୍ୟ ଲିପ୍ତ ହୋଇଯିବ, ନଷ୍ଟ ହୋଇଯିବ। ତ ସେଥିପାଇଁ ଆମକୁ ଅର୍ଥନୈତିକ କ୍ଷେତ୍ରରେ ଏବଂ ପରିବେଶ କ୍ଷେତ୍ରରେ ଦୁଇଟା ଯାକର ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ଅଛି। ସେଥିପାଇଁ କି କ'ଣ କରିବାକୁ ଅଛି ଯେ ଯେଉଁ ଆମର ଗୋଟେ ଡିଲିଙ୍କ ଯେଉଁ ହେଇଯାଇଛି ତାକୁ ହଟେଇକି ଗୋଟେ ଲିଙ୍କ ତିଆରି କରିବାର ଅଛି ଯେଉଁଥିରେ କି ଗ୍ଲୋବାଲ ଇକୋନୋମି, ମିଲିଟାରୀ ଏକ୍ସପେଣ୍ଡିଚର, ହ୍ୟୁମାନ ରାଇଟ୍ସ ଆବ୍ୟୁଜେସ୍ ଗୁଡ଼ାକ ନଥିବ। ଓକେ, ସୋ ହ୍ୱାଟ୍ ଆର୍ ଦି ରିଜନାଲ ଇସ୍ୟୁଜ୍? The wide range of environmental challenges faced by different countries in line with their respective geographical, ecological, climatic features make country-specific approaches indispensable. Thus, each country must formulate its own approaches in line with social and economic priorities, its cultural values, institutions and political structures. କେତେ ଗୁଡ଼ିଏ କଣ୍ଟ୍ରିଜ୍ ମାନେ ଅଛନ୍ତି ବିଭିନ୍ନ ପ୍ରକାର ସମସ୍ୟା ଦେଇକି ଗତି କରୁଛନ୍ତି। ତାଙ୍କର ପରିବେଶ ହେଲା କି ଆମ ଜୋଗ୍ରାଫିକାଲ ଏରିଆସ୍ ହେଲା, ବିଭିନ୍ନ ରାଷ୍ଟ୍ରର ବିଭିନ୍ନ ପ୍ରକାର ସମସ୍ୟା। ସୋ ସେ କଣ୍ଟ୍ରି ନିଜର ଗୋଟେ ଶୈଳୀ ବାହାର କରିବାର ଅଛି ଯେଉଁଥିରେ କି ସମାଜ ଏବଂ ଅର୍ଥନୀତିକୁ ଗୁରୁତ୍ୱ ଦିଆଯିବ। ଆଟ୍ ଦି ସେମ୍ ଟାଇମ୍ ତାଙ୍କର କଲଚର, ତାଙ୍କର ଇନଷ୍ଟିଟ୍ୟୁସନ୍, ତାଙ୍କର ପଲିଟିକାଲ ଷ୍ଟ୍ରକ୍ଚର ମଧ୍ୟ ଏନଭାରମେଣ୍ଟକୁ କିଭଳି ଭାବରେ ସୁରକ୍ଷା କରାଯାଇପାରିବ ତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଯେମିତିକି ମେନି ଏନଭାରମେଣ୍ଟାଲ ପ୍ରୋବ୍ଲେମ୍ସ ସଚ୍ ଆଜ୍ କ୍ଲାଇମେଟ୍ ଚେଞ୍ଜ, ଡିଫରେଷ୍ଟେସନ୍ସ ହାଭ୍ ଏ କ୍ଲିୟର ଗ୍ଲୋବାଲ ଡାଇମେନସନ୍ସ। ଆମେ ଯଦି କହିବା ଯେ ଭାରତର ସବୁତକ ଗଛ କାଟିକି ଡିଫରେଷ୍ଟେସନ୍ କରିଦେଲେ ଖାଲି ଯେ ପ୍ରଭାବ ପଡ଼ିବ ଭାରତ ଉପରେ ତା ନୁହେଁ, ତାର ପ୍ରଭାବ ପାଖ ଆଖ ଏବଂ ଚାରିଆଡ଼ରେ ବି ତାର ପ୍ରଭାବ ପଡ଼ିବାର ସମ୍ଭାବନା ଅଛି। କାହିଁକିନା ପରିବେଶ କହିଲେ ଖାଲି ଭାରତର ସୀମା ବା କାନ୍ଥ ବାଡ଼ ଭିତରକୁ ଯାଉନି, ତା ବାହାରକୁ ବି ପରିବେଶର ସମ୍ଭାବନା ରହିଛି। ଯଦି ଚାଇନା ବହୁତ ମାତ୍ରାରେ କାର୍ବନ ଏମିସନ୍ କରିବ ତା ପ୍ରଭାବ ନିଶ୍ଚିତ ଭାବେ ଭାରତ କ'ଣ ତା ପାଖାଆଖ ଅଞ୍ଚଳରେ ପଡ଼ିବାଟା ସୁନିଶ୍ଚିତ। ତ ସେଥିପାଇଁ କି ଆମେ ସମସ୍ତେ କ'ଣ କରିବା ଦରକାର ଯେ ରିଜନାଲ ବେସିସ୍ରେ, ଲୋକାଲ, ନ୍ୟାସନାଲ, ରିଜନାଲ ବେସିସ୍ରେ କହିଲେ ଏଥିରେ ରିଜନାଲ କହିଲେ ଯେ ଗୋଟେ ଗୋଟେ ଅଞ୍ଚଳକୁ ନେଇକି ବୁଝେଇବାନି, ବିଭିନ୍ନ ପ୍ରକାର ଦେଶମାନେ ମିଶିକି ଯେଉଁ ରିଜନାଲ କୋପରେସନ୍ କରୁଛନ୍ତି ତାଙ୍କ ମାଧ୍ୟମରେ ମଧ୍ୟ, ଯେମିତି ଫର ଏକ୍ଜାମ୍ପଲ୍ ସାଂଘାଇ କୋପରେସନ୍ କଥା ଟିକେ କହୁଥିଲି କି ନହେଲେ ଆମେ ବ୍ରିକ୍ସ କଥା କହୁଥିଲି, ୟୁ କଥା କହୁଥିଲି, ସେମାନଙ୍କ ତୁଳନାରେ ମଧ୍ୟ ସେମାନେ ମିଳିତ ଭାବରେ ଉଦ୍ୟମ କରିକି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ଯାହାଫଳରେ କି ପରିବେଶକୁ ଗୁରୁତ୍ୱ ଦିଆଯାଇପାରିବ। Desertification and drought. Desertification means land degradation in arid, semi-arid or dry sub-humid areas resulting from various factors including climate variations and human activities. ଏଇଟା ପିଲେ ମାନେ desertification ମାନେ ବହୁତ ଗୁଡ଼ିଏ ବର୍ତ୍ତମାନ ମରୁଭୂମି ହେଇଯାଉଛି, କାହିଁକିନା ଖରା ବା ମାଟିର ଉର୍ବରତା କମିଯିବା ହେତୁ ବହୁତ ଗୁଡ଼ିଏ
ଡେଜର୍ଟ ହେଇଯାଉଛି, ଡ୍ରଟ୍ ହେଉଛି, ବର୍ଷା ଭଲ ଭାବରେ ହେଉନି, ଯାହାଫଳରେ ବିଭିନ୍ନ ପ୍ରକାର ସମସ୍ୟା ଅଛି। ଏହାର ମୁଖ୍ୟ କାରଣ ହେଉଛି କ'ଣ ନା ଓଭର କଲ୍ଟିଭେସନ୍, ଓଭର ଗ୍ରେଜିଂ, ଡିଫରେଷ୍ଟେସନ୍, ପୁଅର ଇରିଗେସନ୍ ପ୍ରାକ୍ଟିସେସ୍। ଏହାର କାରଣ ପାଇଁକି ବର୍ତ୍ତମାନ ମରୁଭୂମି ଆସ୍ତେ ଆସ୍ତେ ବୃଦ୍ଧି ହେବାକୁ ଲାଗୁଛି, ଯେଉଁଟାକି ବହୁତ ବଡ଼ ସମସ୍ୟା ତିଆରି କରିବାରେ ଅଛି। ଏହାର ଗୋଟେ ଏକ୍ଜାମ୍ପଲ୍ ଦେଇଛି, ଦେଖ ବର୍ତ୍ତମାନ ମେଜର ଡେଜର୍ଟ ଆର୍ଥରେ କେଉଁଠି ଡେଜର୍ଟ ଅଛି, ଦେଖ ଏହାର ଏରିଆ ମଧ୍ୟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗୁଛି। ଭାରତରେ ଏଠି ଦେଖ ଥର୍ ମରୁଭୂମି ମଧ୍ୟ ତୁମେ ଦେଖିବାକୁ ପାଇବ। ଓକେ, ଆଫ୍ରିକା ଯଦି ଯିବା ଏଥିରେ ସାହାରା ଦେଖିବେ ସବୁଠୁ ବଡ଼ ଡେଜର୍ଟ ମଧ୍ୟ ଦେଖିବାକୁ ପାଇବ। ବିଭିନ୍ନ ପ୍ରକାର ଡେଜର୍ଟ କେଉଁଠି କ'ଣ ଅଛି, ୟୁ କ୍ୟାନ୍ ସି ଇନ୍ ଦି ମ୍ୟାପ୍, ଇଟ୍ ଇଜ୍ ଅଲସୋ ପ୍ରେଜେଣ୍ଟ। ତ ସେଥିପାଇଁ କ'ଣ କ'ଣ ଭୂମିକା ଗ୍ରହଣ କରିବାକୁ ତାକୁ ଦେଖିବାକୁ ପଡ଼ିବ। ତା ଛଡ଼ା କ'ଣ ନା ଫ୍ଲଡ୍ସ ଆଣ୍ଡ ସଏଲ୍ ଏରୋସନ୍ସ, mountains and highlands are found in every continent. They cover about a quarter of Earth's land surface and are home to 10% of all people. Another 40% live in adjacent lower watershed areas. Thus, more than half of global population is directly or indirectly dependent on mountain resources. The forest being water for drinking water, home use, irrigation, hydropower, industry, transportation. ମାନେ ଦେଖ ଆମର ଯଦି ଆମେ ଦେଖିବା ଯେ ବିଭିନ୍ନ ଦେଶରେ ଆମେ ଏଇ ମାଉଣ୍ଟେନ୍ସ ବା ହାଇଲ୍ୟାଣ୍ଡ ଦେଖିବାକୁ ପାଇବା ଏବଂ 40% ଲୋକ ସମ୍ପୂର୍ଣ୍ଣ ରୂପେ ଡିପେଣ୍ଡେଣ୍ଟ ହୁଅନ୍ତି। କାହିଁକି ନା ସେଥିରେ ଯେଉଁ ମାଉଣ୍ଟେନ୍ ଅଛି ସେଠି ଫରେଷ୍ଟ ଅଛି ଏବଂ ଫରେଷ୍ଟ ଅଛି ଏବଂ ୱାଟର ରିସୋର୍ସେସ୍ର ମୁଖ୍ୟ ସେଇଟା ଗୋଟେ ସ୍ରୋତ ଭଳିଆ କାମ କରୁଛି। ଯେମିତିକି ଆମେ ଯେଉଁ ହୀରାକୁଦ ଦେଖିବା, ଯେତେ ଗୋଟେ ସବୁ ନଦୀ ଦେଖିବା, କେଉଁଠୁ ସବୁ ବାହାରିଛି, ତ ସବୁ ସେ ମାଉଣ୍ଟେନ୍ରୁ ବାହାରିଛି। ଗଙ୍ଗା, ଯମୁନା, ସରସ୍ୱତୀ, ଇଭେନ୍ ମହାନଦୀ ସବୁ ସେଇଠୁ ବାହାରିଛି ଏବଂ ତାଠୁ ବାହାରିଲା ପରେ ଆମେ ସେଇ ଜିନିଷ ଗୁଡ଼ାକ କହୁଛେ ଡ୍ରିଙ୍କିଂ ୱାଟର ହେଲା, ଘର କରିବାରେ ହେଲା, ଇରିଗେସନ୍ ହେଲା, ହାଇଡ୍ରୋ ପାୱାର ପ୍ଲାଣ୍ଟ ହେଲା, ଏଇସବୁ ଗୁଡ଼ାକରେ ବ୍ୟବହାର କରୁଛେ। ତ ତାକୁ ସୁରକ୍ଷା କିଭଳି ଭାବରେ ଦିଆଯାଇପାରିବ ତାର ବି ଗୁରୁତ୍ୱ ଦେଖିବାର ଆବଶ୍ୟକତା ରହିଛି। ରାଇଜ୍ ଇନ୍ ସି ଲେଭେଲ୍, ଯେଉଁ ସମୁଦ୍ର ପତନ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ଦେଖ, ଦି ସି ଲେଭେଲ୍ସ have fluctuated dramatically in geologic times. It was 6 to 6 meter above the present level during the last interglacial period, 125,000 years ago, but 120 meters below the present levels during last ice age 20 years ago। ବର୍ତ୍ତମାନ ଯେଉଁ ସି ଲେଭେଲ୍ ଅଛି ପିଲାମାନେ କେତେବେଳେ ବଢ଼ୁଛି କେତେବେଳେ କମୁଛି ସେଇଟା ଫ୍ଲକ୍ଚୁଏଟ୍ ହେଉଛି, କିନ୍ତୁ ବର୍ତ୍ତମାନ କଣ୍ଡିସନରେ ସେଇଟା ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ଯେଉଁଟାକି ଯେଉଁ ରାଷ୍ଟ୍ର ଗୁଡ଼ାକ ସମୁଦ୍ର ପାଖରେ ଅଛନ୍ତି ବା କେତେ ଗୁଡ଼ିଏ ଆଇଲ୍ୟାଣ୍ଡ କଣ୍ଟ୍ରିଜ୍ ଅଛନ୍ତି, ସେଗୁଡ଼ାକ ବର୍ତ୍ତମାନ ତାଙ୍କର ସ୍ଥିତି ହରାଇବାକୁ ବସିଲେଣି। ଯେମିତିକି ମାଲଦ୍ୱୀପ, ଯେଉଁଟା ଗୋଟେ ଛୋଟିଆ ଦ୍ୱୀପ, ଇଭେନ୍ ଭାରତ ମଧ୍ୟ ଉପଦ୍ୱୀପ। ଯଦି ସି ଲେଭେଲ୍ ବଢ଼ିବ, ଆମର କୁହାଯାଉଛି ଯେ ଯେଉଁ ତାମିଲନାଡ଼ୁ, ମହାରାଷ୍ଟ୍ର, ପୁନେ ଏଇଭଳି ଭାବରେ କେତେ ଗୁଡ଼ିଏ ବଡ଼ ବଡ଼ ସହର, ଗୁଜୁରାଟ, ଏଗୁଡ଼ାକ ବି ମିଶିବାର ସମ୍ଭାବନା ରହିଯାଇଛି। ତାପରେ ଡିଫରେଷ୍ଟେସନ୍ କିଭଳି ଭାବରେ ହେଉଛି, ଦେଖ ବିଭିନ୍ନ କମ୍ପାନୀ, କଳକାରଖାନା, ଉଦ୍ୟୋଗ ପାଇଁକି ଆମେ ପ୍ରତିଦିନ ଗଛକୁ କାଟି ଆସୁଛି। ତୁମେ ଛୋଟବେଳେ ବି ଯଦି ଧ୍ୟାନ ଦେଇଥିବ, ଯେତିକି ମାତ୍ରାରେ ଗଛ ବୃକ୍ଷଲତା ଥିଲା, ଆଜି କି ପରିମାଣରେ ତାକୁ ନଷ୍ଟ କରି ଚାଲୁଛେ ଆମେ। ତ ସେଥିପାଇଁ କ'ଣ କ'ଣ କଣ୍ଡିସନ୍ ବ୍ୟବହାର କରିବାର ଅଛି ତାକୁ ଆମେ ଦେଖିବାର ଆବଶ୍ୟକତା ରହିଛି। ଗ୍ଲୋବାଲ ଇସ୍ୟୁଜ୍ ପିଲାମାନେ ନର୍ଥ ସାଉଥରେ ଅଲରେଡ଼ି ମୁଁ ଡିସ୍କସନ୍ କରିଛି। ସାଉଥ୍ କ'ଣ, ନର୍ଥ କ'ଣ, ଦେଖ ଦି ନର୍ଥ କନସିଷ୍ଟ ଅଫ୍ ଇଣ୍ଡଷ୍ଟ୍ରିଆଲାଇଜ୍ଡ, developed and rich countries. There is amongst them growing recognition about the rate at which non-renewable resources are being used up and also advantages of using renewable resources over and non-renewable resources. ଏଥିରେ ନର୍ଥ ପଟେ କେଉଁମାନେ ନା ବହୁତ ଗୁଡ଼ିଏ ଇଣ୍ଡଷ୍ଟ୍ରିଆଲିଷ୍ଟ ଦେଶ, ଡେଭଲପ୍ ନେସନ୍, ରିଚ୍ କଣ୍ଟ୍ରିଜ୍ ମାନେ ଅଛନ୍ତି। ସେମାନେ ବିଭିନ୍ନ ପ୍ରକାର ଜିନିଷକୁ, ନ୍ୟାଚୁରାଲ୍ ରିସୋର୍ସେସ୍କୁ ବ୍ୟବହାର କରିକି ଧନୀ ହେବାରେ ଲାଗିଛନ୍ତି। କିନ୍ତୁ ଗରିବ ରାଷ୍ଟ୍ର ଗୁଡ଼ାକ ହେଉଛି କିଏ ନା ସାଉଥ୍। ଏମାନଙ୍କ ଭିତରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି। ସେମାନେ ଷ୍ଟିଲ୍ ଦି ସାଉଥ୍ ଆର୍ ଷ୍ଟ୍ରଗଲିଂ ଟୁ ପ୍ରୋଭାଇଡ୍ ଦି ବେସିକ୍ ନିଡ୍ସ, ଫୁଡ୍, ୱାଟର, ସେଲ୍ଟର, କ୍ଲଥିଂ, ବେସିକ୍ ଏଜୁକେସନ୍, ହେଲ୍ଥ ଫର୍ ଇଟ୍ସ ପପୁଲେସନ୍। ଯେମିତି ଭାରତରେ BPL 50% ଅଧିକ ଲୋକମାନଙ୍କୁ ଆମକୁ ଦେବାକୁ ପଡ଼ୁଛି।
So these are the issues are in the south areas. Resource consumption देख साउथ लोक मान पाखे जो प्राकृतिक संपद केतिकी व्यवहार कर यू कैन सी बहुत कम एथिरे पॉपुलेशन देख बहुत अधिक साउथ पटे पॉपुलेशन बहुत किंतु रिसोर्स व्यवहार कर बहुत कम नॉर्थ पटे देख पॉपुलेशन केते कम आ तुलन साउथ तुलन में नॉर्थ पॉपुलेशन बहुत कम किंतु रिसोर्सेस व्यवहार कर देख के यू कैन सी द डिफरेंसेस से तुमको से तुम यूट्यूब देख पिला माने किभली भाव विभिन्न प्रकार जो खेलना है टेनिस है टॉयस है किभली भाव से व्यवहार कर किंतु आम पिला माने छोटिया गाड़ी देवा आम पाखे पैसा नथी बहुत बापा माँ तो खेलना भी दे पारती चप्पल दे पारती ना आमर पॉपुलेशन देखा गले बहुत अधिक किंतु कंजम्पशन बहुत कम बिकज आम पाखे ना पर्याप्त परिमाण अर्थर अभाव पुंजीर अभाव अच्छे कि पाखे जनसंख्या बहुत कम किंतु बहुत मात्रा से उपभोग करते तुम जापर बायोडायवर्सिटी मान हूँ कौन जे आम पृथ्वी रे केवल जे पॉपुलेशन बा मनीष केवल गोटे जीव नुहे विभिन्न प्रकार जीवजंतु अच्छा स्पेसीज अच्छा इकोसिस्टम अच्छी तो ये समस्त बचार आवश्यकता रही सब प्रकार जीवजंतुर गुरुत्व रही तो बायोडायवर्सिटी हूँ विभिन्न प्रकार भिन्न प्रकार लाइफ बसबार बासबास अच्छे सुरक्षा देवार आवश्यकता रही जोटा सस्टेनेबल डेवलपमेंट की गुरुत्वपूर्ण ये देख कौन कौन सब अच्छी किए आंकर बायोडायवर्सिटी पे देख कौन किभली भाव खाद्य पदार्थ केमती कौन पाई सब गुणा बायोडायवर्सिटी गोटे पार्ट एम संख्यार एम के मीडियम डायवर्सिटी लो डायवर्सिटी क्लाइमेट चेंज The climate change is a serious challenge faced by the international community striving towards sustainable development. It has implications for not only health and well-being of the earth ecosystem but also economic enterprises and social livelihood. Climate change बोले माने कौन जे जलवायु परिवर्तन यहाँ बर्तमान गोटे बहुत बड़ प्रॉब्लम सारा विश्व में या आसूँ कौन कौन यार नेगेटिव कन्सिक्वेंसेस अच्छी प्रभाव अच्छी ये परिवेश जो आम कहे जे परिवेश जलवायु परिवर्तन विभिन्न प्रकार कारण अच्छे जदि आम देखा पे देख दि करेन्ट मॉडल 0.3 डिग्री सेल्सियस इंक्रीज पर डिकेड प्रति 10 वर्ष में 0.3 डिग्री एक्स्ट्रा उत्ताप बढ़ार लगी जोटा कि विभिन्न प्रकार तार नेगेटिव कन्सिक्वेंसेस आसूँ कौन आसूँ इंक्रीजिंग ड्रॉट एंड डिजर्टिफिकेशन बहुत मात्रा बर्तमान कौन हो ड्रॉट माने जो वर्षा वर्षा पानी पानी होनी मरुड़ी पड़ू बहुत गुड़े मरुभूमि सृष्टि होबार लगी क्रॉप फेल्युअर अच्छे जलवायु परिवर्तन जो चाष जी मात्रा हवा कथा जेहतु विभिन्न प्रकार समस्या जलवायु परिवर्तन से क्रॉप भल हो पार मेल्टिंग ऑफ पोलर राइस कैप्स जो आम जो नॉर्थ पोलर कि साउथ पोलर जो गुड़ाक आइस गुड़ाक अच्छे से गुड़ा आस्ते आस्ते मेल्टिंग होबार लगी कोस्टल फ्लडिंग जो समुद्र पाखापाखि एरिया गुड़ाक बर्तमान फ्लडिंग होबार लगी जल लेवल अधिक होबार फल से बुड़ा लगुच डिस्प्लेसमेंट ऑफ मेजर वेजिटेशन रीजन बहुत गुड़े जो वृक्ष ये से प्लांट्स से गुड़ाक कौन हो आस्ते आस्ते डिस्प्लेसमेंट हो जाकर संख्या आस्ते आस्ते कमिबार जाऊँगी कोराल मोर्टालिटी समुद्र भीतर जो गछ फट से गुड़ा भी आस्ते आस्ते नष्ट होबार जीव जो अच्छा से नष्ट होबार लगुच चेंज इन ओशियन बिहेवियर समुद्र बिहेवियर भी आस्ते आस्ते परिवर्तन हो नेचुरल डिजास्टर बन्या बात्या मरुड़ी ये सब बर्तमान आस्ते आस्ते देखा मिलूँ इनफेक्शियस डिजीज
ଆଗରୁ ଦେଖିବ ଯେ ଲୋକମାନେ କହୁଥିଲେ ପୁରୁଣା କାଳରେ ଏତେ ମାତ୍ରାରେ ରୋଗ ହେଉନଥିଲା, କିନ୍ତୁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ନୂଆ ନୂଆ ରୋଗ ସବୁତକ ସୃଷ୍ଟି ହେଉଛି। କ'ଣ ପାଇଁ ହେଉଛି ନା ଏଇ କ୍ଲାଇମେଟ୍ ଚେଞ୍ଜ ପାଇଁ ହେଉଛି। ଡିଗ୍ରେଡେସନ୍ ଅଫ୍ ଇକୋସିଷ୍ଟମ୍, ଯେଉଁ ଆମର ଯେଉଁ ଇକୋସିଷ୍ଟମ୍ ଅଛି, ପର୍ଯ୍ୟାବରଣର ଯେଉଁ ବ୍ୟବସ୍ଥା ଅଛି ସେଇଟା ସମ୍ପୂର୍ଣ୍ଣ ଡିଗ୍ରେଡେସନ୍ ହେଇଗଲା। ସ୍କାର୍ସିଟି ଅଫ୍ ଫୁଡ୍ ସପ୍ଲାଏ, ସମସ୍ତଙ୍କୁ ଆବଶ୍ୟକତା ହିସାବରେ ଖାଦ୍ୟ ମିଳିପାରୁ ନାହିଁ। ରାଇଜ୍ ଇନ୍ ସି ଲେଭେଲ୍, ସମୁଦ୍ର ପତନର ମଧ୍ୟ ବୃଦ୍ଧି ଆସ୍ତେ ଆସ୍ତେ ଦେଖିବାକୁ ମିଳୁଛି। ସୋ କ'ଣ ଜିନିଷ ଗୁରୁତ୍ୱ ଦେଲେ ଏସବୁ ଜିନିଷ ଗୁଡ଼ାକ ହେଇପାରିବ ବା ରୋକାଯାଇପାରିବ। ହ୍ୱାଟ୍ ଆର୍ ଦି କରେକ୍ଟିଭ୍ ମେଜର୍ସ ସୁଡ୍ ହାଭ୍ ବିନ୍ ଟେକେନ୍ ଟୁ ଆଡ୍ରେସ୍ ଦିସ୍ ଇସ୍ୟୁଜ୍ ଅଫ୍ କ୍ଲାଇମେଟ୍ ଚେଞ୍ଜ? ନା କ'ଣ ନା କଟିଂ ଡାଉନ୍ ଅନ୍ କାର୍ବନ୍ ମୋନୋକ୍ସାଇଡ୍ ଏମିସନ୍ସ। କାର୍ବନ୍ ମୋନୋକ୍ସାଇଡ୍ ଯେଉଁ ଏମିସନ୍ ହେଉଛି ତାକୁ ଆସ୍ତେ ଆସ୍ତେ କମ୍ କରିବାର ଆବଶ୍ୟକତା ରହିଛି। ଆଡପ୍ଟିଂ ଦି କ୍ଲିନ୍ ଡେଭଲପମେଣ୍ଟ ମେକାନିଜିମ୍ ସଜେଷ୍ଟେଡ୍ ଅଣ୍ଡର କ୍ୟୋଟୋ ପ୍ରୋଟୋକଲ୍। କ୍ୟୋଟୋ ପ୍ରୋଟୋକଲ୍ରେ ଯେଉଁ ପ୍ଲାନ୍ କରାଯାଇଥିଲା, ଯେଉଁ ପଲିସିସ୍ କରାଯାଇଥିଲା ତାକୁ ମାନିବାର ଆବଶ୍ୟକତା ରହିଛି। ରିଡ୍ୟୁସିଂ ଗ୍ରୀନ୍ ହାଉସ୍ ଇଫେକ୍ଟକୁ କିଭଳି ଭାବରେ ବନ୍ଦ କରାଯାଇପାରିବ ବା ପ୍ରତିରୋଧ କରାଯାଇପାରିବ ସେଥିପାଇଁ କାର୍ଯ୍ୟ କରିବା ଆବଶ୍ୟକତା ରହିଛି। ୟୁଜିଂ କ୍ଲିୟରର୍ ମାଇନିଂ ଟେକ୍ନୋଲୋଜି ଦ୍ୟାଟ୍ ୱିଲ୍ ରିଡ୍ୟୁସ୍ ଦି ସଲଫର୍ ଡାଇଅକ୍ସାଇଡ୍ particulate pollutions, thereby lowering mining contaminations of water। जो विभिन्न प्रकार माइनिंग एरियाज गुड़ाक किभली भाव में नुआ टेक्नोलोजी व्यवहार करा दरकार कि तार जो क्षतिकारक जिनस गुड़ाक जमी पानी फाणी एयर पल्यूशन न कर। आईपीआर देखिए समरी देखा दि रीजनल इश्यूज लाइक डिजर्टिफिकेशन, floods and soil erosion, rise in sea level, deforestation have assumed significance due to the misuse of natural resources. The issue, when tackled on regional basis, should contribute towards achieving the sustainable development. तेणु बहुत गुड़े इश्यूज अच्छी जमीक आम आलोचना कले मरुड़ी है, बन्या है, माटी पल्यूशन है, समुद्र पतन उच्चता है, परिवेश जो डिफरेस्टेशन है, या सब गुड़ा मुख्य कारण हूँ कौन आम जो प्राकृतिक संबलर अपव्यवहार द्वारा। जदि से सब अपव्यवहार को आम निज देश एवं आंचलिक स्तर में अन्य देश सहित मिलमिशिकी आम पॉलिसीज फॉर्मुलेशन कार्य करवा निश्चित भाव परिवेश सुरक्षा हो पार और अर्थनैतिक प्रगति हो पार। दैट्स ऑल फॉर टुडे। I have completed my class today. If you have any questions, you can raise your questions. पिलाने किसी जदि क्वेश्चन अच्छे तुम्हें पचारि पारिबो, जदि किसी क्वेश्चन नहीं ताले इट इज ओके। मो पिलाने तुमको यार पीडीएफ मध्य शेयर कर देबे सो दैट यू कैन सी पीडीएफ देखि के भी जदि भी का किसी क्वेश्चन रहिला मध्य मते तमे काली क्लास रे तमे मते कहबो सर दिस इज माय डाउट प्लीज क्लैरिफाई सो दैट मु सेटा को क्लैरिफाई कर देबे। दैट्स ऑल। थैंक यू एवरीवन। हैव ए नाइस डे। Again, sir. Thank you, sir. Thank you, sir.